ଗୋବିନ୍ଦ ଦାସଙ୍କ ଦ୍ୱାରା ରଚିତ ଅମାବାସ୍ୟାର ଚନ୍ଦ୍ରର ଦ୍ୱିତୀୟ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ପ୍ରିୟ କାଉଲ, ତୁମେ ଆଜି ନିରୁଦ୍ଦିଷ୍ଟ। ତୁମକୁ ଅନେକ ଖୋଜା ହେଲାଣି। ଦିଲ୍ଲୀ, ବମ୍ବେ, ମାଦ୍ରାସ ସବୁଠାରେ ଖୋଜା ହେଲା। ଯେତେ ସବୁ ଠିକଣା ମନେ ପଡ଼ିଲା। ହଂକଂ, ଲଣ୍ଡନ, ଭିଏନାରେ ତୁମ ବନ୍ଧୁ ବାନ୍ଧବୀମାନଙ୍କ ପାଖକୁ ଚିଠି ଯାଇ ଫେରି ଆସିଲାଣି, କିନ୍ତୁ ତୁମର ପତା ମିଳିନାହିଁ। ଖବରକାଗଜରେ ତୁମର ଫଟୋ ଛାପା ହେଲାଣି। ତୁମର ବ୍ୟବସାୟୀ ବନ୍ଧୁମାନେ ବି କିଛି ଖବର ଦେଇପାରୁନାହାନ୍ତି। ତୁମେ କେଉଁଠି ଅଛ ଜାଣିବା ଆଉ ସମ୍ଭବ ନୁହେଁ। କହିବା ପାଇଁ କଷ୍ଟ ହେଉଛି। ତୁମେ ବଞ୍ଚିଛ କି ନାହିଁ ତା ବି ନିର୍ଦ୍ଧାର୍ଯ୍ୟ ନୁହେଁ। ମୋ ପାଖରେ ତୁମର ଗୋଟିଏ ଅମାନତ ଅଛି। ମନୀଷାର ଶେଷ ଚିଠି ତୁମ ପାଇଁ। ତାକୁ ନେଇ କ'ଣ କରିବି କିଛି ସ୍ଥିର କରିପାରୁନାହିଁ। ସେ ତ ଚିଠି ନୁହେଁ, ସେ ପିଛୁଳାଏ ରକ୍ତ। ନାରୀତ୍ୱର ଯାହା ଗୌରବମୟ, ଯାହା ସୌରଭପୂର୍ଣ୍ଣ, ଯାହା କିଛି ଗର୍ବର ସମ୍ଭାର, ତାର ଅର୍ଘ୍ୟରେ ତୁମରି ଜୀବନ ବେଦ ତଳେ ତ୍ୟାଗର ଗୌରୀ ଶଙ୍କର ସୃଷ୍ଟି କରିଛି ତୁମରି ମନୀଷା। କେଉଁ ଅଶୁଭ ମୁହୂର୍ତ୍ତରେ ତୁମେ ତାକୁ ନିଜର କରିଥିଲ, ତାର ପରିଚୟ ଏକ ଇତିହାସ ପୃଷ୍ଠାରେ ରହିବ ନାହିଁ। ତା ପାଇଁ କେହି ତାଜମହଲ ତୋଳିବେ ନାହିଁ। ଦରକାର ନାହିଁ ସେ ସ୍ୱୟଂ ମହାନ ତାଜମହଲ। ପଥରରେ ସେ ତିଆରି ନୁହେଁ ଯେ କାଳ ତାକୁ କ୍ଷୟ କରିପାରିବ। ଲତକ ଦୀର୍ଘଶ୍ୱାସ ପ୍ରାଣ ଦେଇ ସେ ସୃଷ୍ଟି। ସେଥିପାଇଁ ସେ ତ୍ରିକାଳ ବିଜୟୀ, ସନାତନ, ମୃତ୍ୟୁଞ୍ଜୟୀ, ଶାଶ୍ୱତ। କାଉଲ, ଯଦି କେବେ ସମୟ ପାଅ, ଯିବ ମନୀଷାର କୋଠରୀକୁ। ସେ ସ୍ଥାନ ଯେକୌଣସି ମନ୍ଦିର ମସଜିଦଠାରୁ ଆହୁରି ପବିତ୍ର, ଆହୁରି ମହିୟାନ। ହୁଏତ ସନ୍ଧାନ ପାଇବ ଗୋଟିଏ କ୍ଷୁବ୍ଧ ଅଶାନ୍ତ ଆତ୍ମା ଘୁରି ବୁଲୁଛି ତୁମର ଟିକେ ଦର୍ଶନ ପାଇଁ, ଟିକେ ପରଶ ଲାଗି। ତୁମେ ଅବହେଳା କରିବ ନାହିଁ କାଉଲ। ଏହା ହିଁ ତୁମ ପ୍ରତି ମୋର ଏକାନ୍ତ ଦାୟିତ୍ୱ। ଝନ୍ ହୋଇପାରେ ବୋତଲ, ନହେଲେ କାଚ ଗିଲାସଟା। ମୁଣ୍ଡ ପାଖରେ ସାନ ଟେବୁଲ ଉପରୁ ହଠାତ୍ ତଳେ ପଡ଼ିଗଲା। ଟେବୁଲ ଲ୍ୟାମ୍ପର ନାଇଲନ୍ ଝାଡ଼ଣାଟା ଥରି ଉଠିଲା। ଗୋଲ୍ଡ ଏମ୍ବ୍ରଏଡରୀ କରା ଡ୍ରାପିଂ ଟିକିଏ ହଲିଗଲା। କାନ୍ଥର ଅଏଲ ପେଣ୍ଟିଂ, ଟେବୁଲ ଉପର ବାଇବେଲ, କୋଣରେ ରେଡ଼ିଓଗ୍ରାମ, ସମସ୍ତେ ଆଘାତ ପାଇଲେ। ପ୍ରାତଃ ନିସ୍ତବ୍ଧତାର ଶାନ୍ତ ବକ୍ଷ ଉପରେ ଗୋଟିଏ କ୍ଷୁଦ୍ର ଘୂର୍ଣ୍ଣିବାୟୁ କ୍ଷଣିତ ଆଲୋକ ସୃଷ୍ଟି କଲା। ଆଖିର ପରଦା ଫିଟିଗଲା ମିଷ୍ଟର କାଉଲଙ୍କର। ରାତ୍ରି ବିଦାୟୋନ୍ମୁଖୀ। କାକୁତି ମିନତିରେ ହାତ ଯୋଡ଼ି ଶେଷ ପ୍ରଣାମ କରି କହୁଛି, ଯାଉଛି ବନ୍ଧୁ, କିନ୍ତୁ ଭୁଲିବ ନାହିଁ, ମୁଁ ପୁଣି ଆସିବି ଦେହ ମନର ସବୁ ସମ୍ଭାର ନେଇ। ମୋର ଅନ୍ଧକାର ବକ୍ଷରେ ତୁମର ଶୂନ୍ୟତାକୁ ପୁଣି ଭରିଦେବି। ମୋର ଶେଷ ଅନୁକଣା ବିନ୍ଦୁ ଢାଳି ପରିପୂର୍ଣ୍ଣ କରିବି ତୁମର କ୍ଷୁବ୍ଧ ହିଆ। ତୁମର ଆତ୍ମା ହେବ ତୁଷ୍ଟ, ମାଂସ ହେବ ଶିଥିଳ। ମିଷ୍ଟର କାଉଲ ବିଛଣାର ଗଦି ଉପରୁ ଝୁଙ୍କି ପଡ଼ିଲେ ତଳକୁ, ଏ ଶବ୍ଦର ଉତ୍ପତ୍ତିକୁ ଆବିଷ୍କାର କରିବା ପାଇଁ। ଉଲଗ୍ନ ଦେହର ଆବରଣ ଛାତି ଉପରୁ ଖସି ପଡ଼ିଲା। ଝଣାତ୍ ଏ ଶବ୍ଦଟା ଜନ୍ମ ହେଲା ଏକ ସଂଘାତରୁ। ଜୀବନ୍ୟାସ ପାଇଲା, ଅସ୍ତିତ୍ୱ ପ୍ରତିପାଦନ କଲା କିୟତ୍ ମୁହୂର୍ତ୍ତ ପାଇଁ, ନିଷ୍କୃତି ପାଇଲା, ତାପରେ ଲୀନ ହୋଇଗଲା ସମୟର ଅନନ୍ତ କଳରେ। ସମାପ୍ତି ହେଲା ମାର୍ବଲ ଫ୍ଲୋର ଉପରେ ବିଛୁଡ଼ି ହୋଇ ପଡ଼ୁଥାଏ କାଚର ଅନେକ କ୍ଷୁଦ୍ରାଂଶ। ଅତୀତର ଏ ସୃଷ୍ଟି, ସ୍ଥିତି ଓ ବିଲୟର ପ୍ରମାଣ ସ୍ୱରୂପ। ମିଷ୍ଟର କାଉଲ ଭାବିଲେ ଏ ମୁହୂର୍ତ୍ତଟି, ଏ କଲ୍ଲୋଳଟି ସମୟର ଅତଳ ଗର୍ଭରେ ଢୁଳେଇ ଯାଇଛି। ଏହାର ପୁନର୍ଜନ୍ମ ଆଉ ସମ୍ଭବ ନୁହେଁ। ଏ ତୀରଧାନର ଆଉ ପ୍ରତ୍ୟାବର୍ତ୍ତନ ନାହିଁ। କିଛି ହୁଇସ୍କି ବି ତଳେ ଢାଳି ହୋଇଯାଇଥାଏ ଚଟାଣରେ। ଚାରିକଣିଆ ଧଳାକଳା ମାର୍ବଲ ପଥର ସବୁର ଚହହଦିକୁ ଆଶ୍ରା କରି। ବିଛଣା ଉପରେ ପଡ଼ି ରହି ଅଙ୍ଗୁଳିରେ ଚଟାଣ ଉପରେ ଭଙ୍ଗା କାଚଗୁଟି ଓ ହୁସ୍କିକୁ ଠୁଳ କରୁଥାନ୍ତି ମିଷ୍ଟର କାଉଲ ଅନ୍ୟମନସ୍କ ଭାବରେ। ଚାଦରଟା ଝିଙ୍କି ହୋଇ ଆସିଲା ତାଙ୍କ ପାଖକୁ। ମିସ୍ ନାରୀଙ୍କ ନିଦ ଭାଙ୍ଗିଗଲା। ମିସ୍ ନୀରା କୋଠରୀର ଚାରିଆଡ଼କୁ ଆଖି ବୁଲାଇ ପର୍ଯ୍ୟବେକ୍ଷଣ କରିନେଲେ ବର୍ତ୍ତମାନକୁ। ଏ ପ୍ରଭାତ, ଏ ପରିସର, ଏ କାଉଲ ଅତୀତ ରାତ୍ରିର ଇତିହାସକୁ ଅତି ଚୁମ୍ବକରେ ଆଉଡ଼ାଇ ନେଲେ। ନିଜ ଦେହକୁ କିଛି କ୍ଷଣ ପାଇଁ ଲକ୍ଷ୍ୟ କରି ପାଖରେ ଥୁଆ ହୋଇଥିବା ପରଫ୍ୟୁମ୍ର ସ୍ପ୍ରେରେ ନିଜର ଛାତିକୁ ଭିଜାଇ ଦେଲେ। କର ଲେଉଟାଇ ମିଷ୍ଟର କାଉଲ ପିଠିରେ ନିଜକୁ ଅଜାଡ଼ି ଦେଇ କୋମଳ ସ୍ୱରରେ କାନ ପାଖରେ କହିଲେ, ଡାର୍ଲିଂ। ମିଷ୍ଟର କାଉଲ କାଚର ଗୁଣ୍ଡି ସବୁକୁ ଦେଇ ଚଟାଣରେ ବନ୍ଧ ବାନ୍ଧୁଥାନ୍ତି ହୁଇସ୍କିର। ଭଙ୍ଗ କାଚର ଧାରରେ ଅଙ୍ଗୁଳିକୁ ରକ୍ତ ବାହାରି ହୁଇସ୍କିର କିଛି ଅଂଶ ଲାଲ ହୋଇଯାଇଥାଏ। ମଝିରେ ମଝିରେ କାଚର ଏ ବନ୍ଧ ତଳେ ଲାଲ ହୁଇସ୍କିର ଧାର ବହି ଯାଉଥାଏ ଚଟାଣର ଅନ୍ୟ ପଥରକୁ। ବନ୍ଧର ଚହଦିକୁ ବିସ୍ତୃତ କରୁଥାନ୍ତି ମିଷ୍ଟର କାଉଲ। ପରଦା ଭେଦି ପ୍ରଭାତୀ ଆଲୋକ କ୍ରମଶଃ କୋଠରୀକୁ ଉଜ୍ଜ୍ୱଳ କରିଲାଣି। ମିସ୍ ନୀରା ଗଭୀର ଆଲିଙ୍ଗନ କରି ପଛଆଡ଼ୁ କାଉଲଙ୍କ ମୁହଁରେ ହାତ ବୁଲାଇ ଆଉ ଥରେ ସାମାନ୍ୟ ଉଚ୍ଚ ସ୍ୱରରେ ଡାକିଲେ, ଡାର୍ଲିଂ। ମିଷ୍ଟର କାଉଲ ଶାନ୍ତ ସ୍ୱରରେ ଜବାବ ଦେଲେ, ୟେସ୍। ପ୍ରଭାତ ହୋଇ ଆସିଲାଣି। ୟେସ୍। ଯିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ନିକଟତମ ସୋଫା ଉପରେ ଖେଳାଇ ହୋଇ ପଡ଼ିଥିଲା ତାଙ୍କର ନାଇଲନ୍ ଶାଢ଼ୀ, ପ୍ଲାନେଟ୍ ବ୍ଲାଉଜ, ସିକଲ ସାୟା ଇତ୍ୟାଦି। ମିଷ୍ଟର କାଉଲଙ୍କର ଡ୍ରେସିଂ ଗାଉନଠାରୁ ଗୋଡ଼ ତଳୁ ଉଠାଇ ନେଇ ନିଜର ଶରୀରକୁ ଆବୃତ କରିଦେଲେ ମିସ୍ ନୀରା। ଗଲେ ବାଥରୁମ୍ ଭିତରକୁ ନିଜର ପ୍ରସାଧନ ଉଦ୍ଦେଶ୍ୟରେ। କାଉଲ ବନ୍ଧ ବାନ୍ଧିବାର ଏ ଉଦ୍ଯୋଗ ଫଳରେ କ୍ରମଶଃ ଆହତ ହୋଇଥାନ୍ତି। ଅଙ୍ଗୁଳିର ବିଭିନ୍ନ କୋଣରୁ ରକ୍ତବିନ୍ଦୁମାନ ନିର୍ଗତ ହୋଇଥାଏ। ହୁଇସ୍କିର ପରଶରେ ଟିକେ ଟିକେ ଜ୍ୱାଳା ମଧ୍ୟ ଅନୁଭବ କରୁଥାନ୍ତି।
କ୍ଷତ ଓ ପରାସ୍ତ ହୋଇ ଏ ଯୋଜନାକୁ ସେ ପରିତ୍ୟାଗ କଲେ। ନିଜକୁ ଆବୃତ କରିଥିବା ଚାଦର ଦେଇ ଆଙ୍ଗୁଳିଟିକୁ ଜୋରରେ ଚିପିଲେ। ରକ୍ତଗୁଡ଼ାକ ସଫା ଚାଦରରେ ଭେଦି ଶିଶୁ ହାତ ଅଙ୍କା ଚିତ୍ର ପରି ଦେଖାଯାଉଥାଏ। ବିଭିନ୍ନ ଦିଗରୁ ଚାପ ଦେଇ ଆଙ୍ଗୁଳିକୁ ରକ୍ତ ବୁହାଇ ପୂର୍ଣ୍ଣାଙ୍ଗ କରୁଥାନ୍ତି ସେ ଚିତ୍ରଟାକୁ। ଅବଶେଷରେ ଚିତ୍ରଟି ଦେଖାଦେଲା ଗୋଟିଏ ଆଧୁନିକ ଆର୍ଟର ଏକ ଡିଜାଇନ ପରି। ରକ୍ତ ବି ଶୁଖିଗଲା ଆଙ୍ଗୁଳିରୁ। ଟେବୁଲ ଲ୍ୟାମ୍ପ କଡ଼ରେ ଥୁଆ ହୋଇଥିବା ଖଣ୍ଡେ ବହି ଉଠାଇ ଆଣିଲେ ସେ ଖଣ୍ଡିକ। ଦେହକୁ ବୁଲାଇ ଚିତ୍ ହୋଇ ଶୋଇପଡ଼ିଲେ ବିଛଣା ଉପରେ। ମିସ୍ ନୀରାଙ୍କ ତକିଆକୁ ନିଜର ତକିଆ ଉପରେ ଥୋଇ ଉଚ୍ଚ କଲେ। ପିଠିକୁ ଭରା ଦେଇ ବସି ପଡ଼ିଲେ ମାର୍କ ଟ୍ୱାଇନଙ୍କର ମର୍ତ୍ତ୍ୟରୁ ଚିଠି। ମର୍ତ୍ତ୍ୟରୁ ଅଭିଶପ୍ତ ସଟାନ ଆଜି ସ୍ୱର୍ଗକୁ ଚିଠି ଲେଖୁଛି ମାଇକେଲ ଓ ଗ୍ରାବେଲଙ୍କ ପାଖକୁ ମଣିଷର ପ୍ରକୃତି ସଂକ୍ରାନ୍ତରେ ପୃଥିବୀର ଅବସ୍ଥା ବର୍ଣ୍ଣନା କରେ। ଏ ଲେଖାରେ ଭଗବାନ, ସମାଜ, ମଣିଷ, ଧର୍ମକୁ ଉପହାସ କରାଯାଇଛି, କଟୁ ସମାଲୋଚନା କରାଯାଇଛି। ଲେଖାର ସମ୍ପାଦକ ଲେଖିଛନ୍ତି ଯେ ଜୀବନର ଅନ୍ତିମ କାଳରେ ମାର୍କ ଟ୍ୱାଇନଙ୍କ ଦର୍ଶନ ନୈରାଶ୍ୟବାଦରେ ପରିପୂର୍ଣ୍ଣ ଥିଲା। ସମାଜ ସଂସ୍କାର ପ୍ରତି ଗଭୀର ଘୃଣା ତାଙ୍କର ହେଲା। ମଣିଷ ଜାତିକୁ ସେ ଡାମଡ୍ ହ୍ୟୁମାନ ରେସ୍ ବୋଲି କହୁଥିଲେ। ତାଙ୍କର ଶାରୀରିକ ବ୍ୟାଧି, କଠୋର ଦାରିଦ୍ର୍ୟ, ମାନସିକ ଜଞ୍ଜାଳ ତାଙ୍କର ଜୀବନର ଶେଷ କାଳକୁ ଅନ୍ଧାର କରିଦେଲା। ସ୍ରଷ୍ଟା ଧର୍ମ ମନୁଷ୍ୟକୁ ଉପହାସ କରି ଏ ବହି ଲେଖିଥିଲେ। ତାଙ୍କର ଝିଅ କ୍ଲାରା କ୍ଲେମ୍ସ ଏହାକୁ ଅନେକ ଦିନ ଲୁଚାଇ ରଖିଥିଲେ। ଏବେ ତାର ପ୍ରକାଶ ହୋଇଛି ଆମେରିକାରେ। କୌଣସି ଜଣେ ଆମେରିକାନ ବନ୍ଧୁ ଏ ଉପହାର ଦେଇଥିଲେ ମିଷ୍ଟର କାଉଲଙ୍କୁ। ମିସ୍ ନୀରା ଫେରିଆସିଲେଣି ବାଥରୁମ୍ରୁ। ସଦ୍ୟ ଫୁଟନ୍ତା ଗୋଲାପ ଫୁଲ ପରି ଦେଖାଯାଉଛନ୍ତି। ଊର୍ଦ୍ଧ୍ୱଗାମୀ କେଶଗୁଚ୍ଛକୁ ନେଟ୍ ଭିତରେ ସଂଯତ କରି ରଖିଅଛନ୍ତି। ଆଖିରେ ଦେଇଛନ୍ତି କଜ୍ଜଳ। ରେଖାଟି ଆଖିରୁ ବାହାରି ଟିକିଏ ଉପରକୁ ଉଠି ଆସିଛି ଅର୍ଦ୍ଧଚନ୍ଦ୍ରର ଭଙ୍ଗୀରେ। ଓଠରେ ଦେଇଛନ୍ତି ପିଙ୍କ ରଙ୍ଗର ଲିପଷ୍ଟିକ୍। ପୁରନ୍ତା ଗାଲଗୁଡ଼ିକ ରୋଜ୍ ପାଉଡରରେ ରକ୍ତାଭ ହୋଇ ଉଠିଛି। ପତଳା ବ୍ଲାଉଜ ଭିତରୁ ବ୍ରେସିୟାର ଷ୍ଟ୍ରାପ୍ ସବୁ ବାହାରକୁ ଜଣାପଡ଼ୁଛି। ଭ୍ରୁଲତା ରାତ୍ରିରୁ ଆହୁରି ଦୀର୍ଘ ଓ ପ୍ରସ୍ତ ହୋଇ ବଡ଼ ବଡ଼ ଆଖିର ଅବଗୁଣ୍ଠନ ହୋଇ ସାଜିଛି ଦେହର ପରଫ୍ୟୁମ୍। କାଉଲ ପଢ଼ୁଛନ୍ତି ଶୈତାନର ଚିଠି। ସେ ସେଥିରେ ଲେଖିଛନ୍ତି ପୃଥିବୀ ଗୋଟିଏ ବିଚିତ୍ର ଜାଗା, ଅସାଧାରଣ ଓ କୌତୂହଳପୂର୍ଣ୍ଣ। ଏଠାକାର ଲୋକେ ପାଗଳ, ଅନ୍ୟ ପଶୁମାନେ ମଧ୍ୟ ପାଗଳ, ସମଗ୍ର ପୃଥିବୀ ପାଗଳ, ସ୍ୱୟଂ ପ୍ରକୃତି ବି ପାଗଳ। ମଣିଷ ଯଦି ଅତି ବଡ଼ ହୁଏ ତାହେଲେ ସେ ଆମ ସ୍ୱର୍ଗର ସବୁଠୁ କ୍ଷୁଦ୍ରତମ, ନୀଚତମ, ହେୟ ଆଞ୍ଜେଲ ପରି। ଆଉ ଯଦି ସାଧାରଣ ହୁଏ ତାହେଲେ ସେ ଅତି ଜଘନ୍ୟ, ଭୟଙ୍କର, ବର୍ଣ୍ଣନାତୀତ। ତେବେ ବି ତାର ଆତ୍ମବିଶ୍ୱାସ ହାସ୍ୟାସ୍ପଦ। ସେ ନିଜକୁ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ଦାବି କରେ। ତୁମେ ବିଶ୍ୱାସ କର ଅବା ନ କର, ସେ ନିଜେ ଏ କଥାକୁ ବିଶ୍ୱାସ କରେ। ଯୁଗ ଯୁଗ ଧରି ନିଜେ ଏହି କଥା କହି ଆସିଛି। ଏ କଥାକୁ ସମସ୍ତେ ମାନି ନେଇଛନ୍ତି ମଧ୍ୟ। ଜଣେ କେହି ନାହିଁ ଯେ କି ଏ କଥାକୁ ଅବିଶ୍ୱାସ କରି ଉପହାସ କରିବ। ମିସ୍ ନୀରା ପାଖକୁ ଆସି କାଉଲକୁ ହଲାଇ ଦେଇ କହିଲା, ଡାର୍ଲିଂ, ଏତେ ବେଳ ଯାଏ ଉଠି ନାହଁ? ପଢ଼ା ବନ୍ଦ କର। ଦେଖ, ମୁଁ ତିଆର ହୋଇଗଲିଣି। ଅନେକ ଡେରି ହୋଇଗଲାଣି। ଘରେ ସମସ୍ତେ ଚିନ୍ତିତ ଥିବେ। କାଉଲ କିଛି ମୁହୂର୍ତ୍ତ ପାଇଁ ବହିଟିରୁ ମୁହଁ ଉଠାଇ ମିସ୍ ନୀରାଙ୍କୁ ଥରେ ଦେଖିଲେ। କହିଲେ, ମୋର କୋଟ୍ ପକେଟରେ ପର୍ସଟା ଅଛି, ସେଥିରୁ 300 ଟଙ୍କା କାଢ଼ିନିଅ। ପୁଣି ମନୋନିବେଶ କଲେ ମାର୍କ ଟ୍ୱାଇନଙ୍କର ଲେଖାରେ। ଦିନ ନାହିଁ ରାତି ନାହିଁ ମଣିଷ ଡାକୁଛି ଭଗବାନଙ୍କୁ। ପ୍ରାର୍ଥନା କରି ଚାଲିଛି ସାହାଯ୍ୟ ପାଇଁ, ଉନ୍ନତି ପାଇଁ, ରକ୍ଷା ପାଇଁ। କେତେ ପ୍ରକାରର ଖସାମତ କରି କଥା କହୁଛି। ଅବାସ୍ତବ, ଅତିରଞ୍ଜିତ କଥା ସବୁ। ସେ ପ୍ରତିଦିନ ପ୍ରତାରିତ ହେଉଛି, ପରାଜିତ ହେଉଛି। କେବେ ହେଲେ ତାର ଏ ଆକୁଳ ପ୍ରାର୍ଥନା କାମରେ ଲାଗୁନାହିଁ। ତଥାପି ସେ ସେହିପରି ପ୍ରାର୍ଥନା କରି ଚାଲିଛି, ବଞ୍ଚିବା ପାଇଁ କି ଆପ୍ରାଣ ଆଗ୍ରହ। ପୁଣି ସେ ଭାବୁଛି ସେ ସ୍ୱର୍ଗକୁ ମଧ୍ୟ ଦିନେ ନା ଦିନେ ଯିବ। ମଣିଷ ସମଗ୍ର ସୃଷ୍ଟିରେ ସବୁଠୁ ବଡ଼ ନିର୍ବୋଧ ଜୀବ। ପ୍ରତ୍ୟେକ ହୀନତାର ମଧ୍ୟ ସମ୍ମାନ ଅଛି। ଏ ସମ୍ମାନର କଳ୍ପନା ହୁଏତ ପ୍ରତାରଣା ପାଇଁ, ହୁଏତ ହୀନତାକୁ ସହ୍ୟ କରିବା ପାଇଁ ସୃଷ୍ଟି। ଯଦି ଏହି ସମ୍ମାନ ଉପରେ ଆଘାତ ଆସେ, ହୀନତା ସହସା ହୁଏ ଉନ୍ମୋଚିତ, ଅବଗୁଣ୍ଠନ ହୁଏ ଉନ୍ମୁକ୍ତ, ବ୍ୟକ୍ତି ବିଚଳିତ ହୁଏ। ମିସ୍ ନୀରା ହୁଏତ ରକ୍ତମାଂସର ପଣ୍ୟ। ବିଭିନ୍ନ କକ୍ଷରେ, ବିଭିନ୍ନ ବକ୍ଷରେ ରାତି ଯାପନ କରି ଜୀବନର ପାଥେୟ ସଂଗ୍ରହ କରୁଛନ୍ତି। ରୂପ ଅଛି, ଏବେ ବି ଦେହର ମାଂସପେଶୀର ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷଣୀୟ। ଦେଖିଲେ ଏ ପନ୍ଥା ହିଁ ହେବ ସହଜ ସାଧ୍ୟ। ଏକଥା ନୁହେଁ ଯେ ନିଜର ସଂସାର ପାତିବା ପାଇଁ ସେ ଚାହିଁନଥିଲେ। ଚାହିଁଥିଲେ ବରଂ ଛୋଟ ଗୋଟିଏ ସଂସାର, ସାଧାରଣ ଗୋଟିଏ ମଣିଷର ଆପଣାର। ଚାହିଁଥିଲେ ମାମୁଲି ସାମର୍ଥ୍ୟ, ଶିକ୍ଷା ମଧ୍ୟ ଥିଲା। ତେବେ ସାମାନ୍ୟ ଥିଲା ତାଙ୍କର ଏଇ ଦାବି। ଅଥଚ ସେତକ ମଧ୍ୟ ହୋଇପାରିଲା ନାହିଁ ବିଭିନ୍ନ କାରଣରୁ। ଆଜି ଆଉ ସେ ବିଚାରରେ ଲାଭ ନାହିଁ। ଯେଉଁ ରାସ୍ତାରେ ସେ ପଦକ୍ଷେପ କରିଛନ୍ତି ତାର ଶେଷ ଦିଗ୍ବଳୟ ପର୍ଯ୍ୟନ୍ତ ଯାତ୍ରା ହିଁ ତାଙ୍କର ଜୀବନ। କିନ୍ତୁ ତା ବୋଲି ତୁମର କି ଅଧିକାର ଅଛି ତାକୁ ଜଣାଇବ ଯେ ସେ ଏଇଆ? ଯାହା ଜଣାଇଛ ହୋଇପାରେ ତା ସତ୍ୟ, କିନ୍ତୁ ସତ୍ୟର ପ୍ରକାଶର ଅଧିକାର ତୁମକୁ ଦେଲା କିଏ? କାଉଲଙ୍କ ଅବହେଳା, ଉଦାସୀନତା ପ୍ରତିବାଦ କଲା ନୀରାର ଜୀବନର ହୀନତାକୁ। ନୀରା ନିଶ୍ଚଳ ମୂର୍ତ୍ତି ପରି ସେହି ଛିଡ଼ା ହୋଇଥାଏ। କିଛି କ୍ଷଣ ବିତିଗଲା। କାଉଲ ଲକ୍ଷ୍ୟ କଲେ ତାର ବହି ଉପରେ ଛାଇ। ମୁହଁ ଟେକି ଚାହିଁ ଦେଖିଲେ ନୀରା ସେହିପରି ଠିଆ ହୋଇ ରହିଛନ୍ତି। କହିଲେ, ଡ୍ରାଇଭର ବର୍ତ୍ତମାନ ସୁଦ୍ଧା ଆସିନଥିବ। ଟ୍ୟାକ୍ସି ଡକାଇବି? ଟିକେ ଅପେକ୍ଷା କର।
କିଛି ସମୟ ନୀରବ ରହିବା ପରେ ନୀରା କହିଲେ, ତୁମର ନାମ ମୋତେ ଜଣା ନାହିଁ। ତୁମର ଅତୀତ ବର୍ତ୍ତମାନ ସହିତ ମୁଁ ପରିଚିତ ନୁହେଁ। ତଥାପି ତୁମର ଯେତିକି କାରଣ ଅଛି ମୋତେ ଘୃଣା କରିବା ପାଇଁ, ମୋର ବି ସେତିକି କାରଣ ଅଛି ତୁମକୁ ହେୟ ମଣିବା ପାଇଁ। ସାମାନ୍ୟ ଉତ୍ତେଜିତ ଥିଲେ ନୀରା। କାଉଲ ଏପରି କଥା ଶୁଣିବାର ଆଶା କରି ନଥିଲେ। ଆଖିକୁ କିଞ୍ଚିତ କରି ଚାହିଁଲେ ନୀରା ଆଡ଼କୁ। କହିଲେ, ଘୃଣା ତ ମୁଁ କରିନାହିଁ, କରିବାର କଥା ବି ନୁହେଁ। ଗତ ରାତ୍ରିରେ ମୋତେ ତ ସବୁ ପ୍ରକାର ସନ୍ତୋଷ ଦେଇଛ। ମୁଁ କୃତଜ୍ଞ ନୁହେଁ, ସେଥିପାଇଁ ତୁମକୁ ତ ଯଥାସାଧ୍ୟ ଉପହାର ଦେଇଛି। କ'ଣ ଆହୁରି ଅଧିକ ଚାହଁ? ହୁଏତ ପର୍ସରେ ଥିବ। ଥ୍ୟାଙ୍କ ୟୁ। ସାମାନ୍ୟ ଟିକିଏ ଚେଷ୍ଟା କରି ବିଦାୟ ମୁହୂର୍ତ୍ତକୁ ସମ୍ମାନଜନକ କରିପାରିନ୍ତ, ଅନ୍ତତଃ କୃତଜ୍ଞତା ଦୃଷ୍ଟିରୁ। ତୁମର ନାମ କ'ଣ? ଅନାବଶ୍ୟକ ରାତିର ପାଥେୟ। ତୁମର? ନୀରା ପଚାରିଲେ। କାଉଲ, ରମେଶ କାଉଲ। ଶୁଣ, ସେନ୍ସିଟିଭନେସ୍ ଅନ୍ୟାନ୍ୟ ବ୍ୟବସାୟ ପରି ତୁମର ଏ ବ୍ୟବସାୟର ମଧ୍ୟ ପ୍ରତିରୋଧକ। ତୁମର ନାମ କାଉଲ ନ ହୋଇ ବ୍ରୁଟ୍ ହେବା ଉଚିତ ଥିଲା। ବସ ବିଛଣାରେ, ନହେଲେ ବେଶୀ ଚେୟାରଟା ଟାଣି ଆଣ। ବ୍ରେକଫାଷ୍ଟ ଖାଇଯିବ? ମଗାଇବି? ଧନ୍ୟବାଦ, ମୋର ସମୟର ଅନେକ ଅଭାବ। ତା ଛଡ଼ା ଆଜିକାର ଦିନ ପାଇଁ ମୋର ଅନ୍ୟ ଏନଗେଜମେଣ୍ଟ ଅଛି। ମୁଁ ଯଦି ତୁମରି ବ୍ୟବସାୟ କରିଥାନ୍ତି ମିସ୍, ତାହେଲେ ମୋ ପରି ଗୋଟାଏ କଷ୍ଟମରକୁ ହାତରେ ରଖିବା ପାଇଁ ଉପଯୁକ୍ତ ଆବହାନ ସୃଷ୍ଟି କରୁଥାନ୍ତି। ତୁମେ ଅଭିଜ୍ଞ, ଗୋଟିଏ ଶରୀରକୁ ନେଇ ଆଉ ଗୋଟିଏ ରାତି ନଷ୍ଟ କରିବ ନାହିଁ ଜାଣେ। ତା ଛଡ଼ା ମୋର ମଧ୍ୟ ଆଉ ଆଗ୍ରହ ରହିବ ନାହିଁ। କିଛି କୌତୂହଳ ନଥିଲେ ଏ ଭାର ବହନ କରିବା ଦୁଃସାଧ୍ୟ। ସ୍ୱୀକାର କରିବ, ମୋ ପରି ଅଭିଜ୍ଞ ଲୋକର ସାର୍ଟିଫିକେଟର ମୂଲ୍ୟ ଅଛି। ତୁମର ଶରୀର ଉପଭୋଗ୍ୟ। ବସି ରହିପାର, ମୁଁ ବାଥରୁମ୍ରୁ ପ୍ରସ୍ତୁତ ହୋଇ ଆସିବା ପର୍ଯ୍ୟନ୍ତ। ଅପେକ୍ଷା କରିପାର ମୋ ସାଙ୍ଗରେ ବାହାରକୁ ଯିବା ପାଇଁ। ନିଜେ ତୁମକୁ ଛାଡ଼ିଦେଇ ଆସିପାରେ ତୁମର ଚାହିଁବା ମୁତାବକ ଠିକଣାରେ। ଆମ ଦଳର ଲୋକଙ୍କ ସଂକ୍ରାନ୍ତରେ ଯଥେଷ୍ଟ ଜ୍ଞାନ ଥିବ। ଜାଣିଥିବ ଆମେ ମଝିରେ ମଝିରେ ଚୋରି କରୁ, ପର୍ସ, ୱାଚ୍, ଟ୍ରାନଜିଷ୍ଟର। ଯଦି ମୁଁ ସେଇଆ କରି ଇତିମଧ୍ୟରେ ଏଠୁ ଚାଲିଯାଏ, ତୁମେ ତ ମୋର ଠିକଣା ଜାଣ ନାହିଁ, ନାମ ବି। ବିଶ୍ୱାସ କର, ମୁଁ ପୋଲିସରେ ଖବର ଦେବି ନାହିଁ, ଅନ୍ତତଃ ନିଜ ସ୍ୱାର୍ଥ ଦୃଷ୍ଟିରୁ। ତା ଛଡ଼ା କିଛି କ୍ଷତି ହେବା ଭଳି ମୋର ଅର୍ଥର ଅଭାବ ନାହିଁ। ଯାହା ଚାହଁ ମୋର ବିନା ଅନୁମତିରେ ନେଇଯାଇପାର। ଏ ଘରର ଯାହା କିଛି ମୂଲ୍ୟବାନ। ଡ୍ରେସିଂ ଗ୍ରାଉଣ୍ଡରେ ନିଜର ଉଲଗ୍ନ ଦେହକୁ ଆବୃତ କରି ବାଥରୁମ୍ ଭିତରକୁ ପଶିଗଲେ କାଉଲ। ରାତିର ଆଲୋକ ସମ୍ପର୍କର ହୀନତାରେ କୋଠରୀଟା କ୍ଷୁଦ୍ର ମନେ ହେଉଥିଲା। ବର୍ତ୍ତମାନ ଜଣାପଡ଼ିଲା ଏଟା ବିସ୍ତୀର୍ଣ୍ଣ। ନୀରା ରେଡ଼ିଓଗ୍ରାମର ସୁଇଚ୍ଟା ଅନ୍ କରି ଶୁଣିଲେ ଖଣ୍ଡେ ଫରାସୀ ଗୀତର ରେକର୍ଡ। ଗତ ରାତିଠାରୁ ସଜା ହୋଇ ରଖାହେଇଥିଲା ରେକର୍ଡ ପ୍ଲେୟାର ଉପରେ। ପାଖରେ ରାଇଟିଂ ଟେବୁଲ ଉପରେ ଅନେକ କିସମର ନୂଆ ବହି ସବୁ ଖେଳା ହୋଇ ପଡ଼ିଛି। ଟେବୁଲ ଡ୍ରୟାରଠାରୁ ଟାଣି ଆଣି ଦେଖିଲେ ସେଥିରେ ଅନେକ ନାରୀଙ୍କ ଫଟୋ। ଜାପାନୀ, ଆଙ୍ଗ୍ଲୋ ଇଣ୍ଡିଆନ, ଦେଶୀ ନାରୀ ସବୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ। ଫଟୋ ପଛଆଡ଼େ ସେମାନଙ୍କ ସନ୍ତକ। ସେଥିରେ କିଛି କିଛି ଲେଖା ହୋଇଛି ସେମାନଙ୍କ ନିଜର ହସ୍ତାକ୍ଷରରେ। କବାଟରେ ଆଘାତ ହେଲା। ନୀରା ଦରଜା ଖୋଲିଲେ। ସୁସଜ୍ଜିତ ଚେହେରା ଆସି ରୂପାର ଟ୍ରେ ଉପରେ ଖଣ୍ଡେ ଖବରକାଗଜ, ଖଣ୍ଡେ ମାଗାଜିନ୍, ଗୋଟିଏ ପଟ୍ ଚା ଓ ଦୁଇଟା କପ୍ ଥୋଇ ଦେଇଗଲା। ପଟ୍ ଓ କପ୍ ଉପରେ ଚୀନା ଡ୍ରାଇନ୍ର ଚିତ୍ର ଅଙ୍କା ହୋଇଛି। ଟ୍ରେର ଗୋଟିଏ କୋଣକୁ ଗୋଟିଏ ଗୋଲାପ ଫୁଲ। ବେହେରାର ମୁଣ୍ଡରେ ଧଳା ଟୋପି, ଉପରେ ନାଲି ରିବନ, ଅଣ୍ଟାରେ ନାଲି ଫିତା, ବକଲିସ୍ ଭିତରେ ବନ୍ଧା ହୋଇଛି। ଧଳା ବେକଚିପା କୋଟ୍ ଉପରେ ପିତ୍ତଳର ବୋତାମ ସବୁ ଚିକଚିକ ହେଉଥାଏ। ବେହେରା ସଲାମ ଦେଇ ପଚାରିଲା, ମ୍ୟାମ୍ ସାହେବ, ବ୍ରେକଫାଷ୍ଟ? ନୀରା କହିଲେ, ସାହେବ ବାଥରୁମ୍କୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସଲାମ ଜଣାଇ ବେହେରା କୋଠରୀରୁ ନିର୍ଗତ ହେଲା। କାଉଲ ବାଥରୁମ୍ରୁ ଆସିଲେ ସୁସଜ୍ଜିତ ହୋଇ। କଳା ପ୍ୟାଣ୍ଟ, କଳା କୋଟ୍, ଛାତି ପକେଟରେ ଧଳା ସିଲ୍କ ରୁମାଲ, କଳା ଜୋତା, ଧଳା ଜାମା ଉପରେ ସୁନ୍ଦର ଏକ ଲଣ୍ଡନର ଟାଇ। ଟ୍ରେ ପାଖକୁ ଆସି ଗୋଲାପ ଫୁଲଟିକୁ କୋଟ୍ର ଉଦ୍ଦିଷ୍ଟ କଣାରେ ଖୋସିଲେ। ନୀରାଙ୍କ ଆଡ଼କୁ ମୁହଁ ବୁଲାଇ ପଚାରିଲେ, ବ୍ରେକଫାଷ୍ଟ? ନୀରା କହିଲେ, ମୋର ଅଭ୍ୟାସ ନାହିଁ ଏତେ ସକାଳୁ। ତୁମେ ଯଦି ଚାହଁ ମୁଁ ଅପେକ୍ଷା କରିବି ତୁମର ଖାଇବା ଶେଷ ପର୍ଯ୍ୟନ୍ତ। ଉପହାସ ସ୍ୱରରେ କାଉଲ କହିଲେ, ବିନା ଫିସ୍ରେ ଅପେକ୍ଷା କରିବ? ଅପେକ୍ଷା ପାଇଁ ଚାର୍ଜ କରୁନାହିଁ, ସେଇଟା ଜୀବନର ଅଙ୍ଗ। ସବୁବେଳେ ଆମକୁ ଅପେକ୍ଷା କରିବା ପାଇଁ ପଡ଼େ, ଉତ୍ତରରେ କହିଲେ ମିସ୍ ନୀରା। ତାହେଲେ ଚାଲ। ଦୁହେଁ ବାହାରି ପଡ଼ିଲେ ତଳ ମହଲାକୁ। ଡ୍ରାଇଭର ଆସି ସାରିଲାଣି। ଗାଡ଼ିରେ ବସିଲେ ମିଷ୍ଟର କାଉଲ ଓ ମିସ୍ ନୀରା। ସେତେବେଳକୁ ରବିବାରର ସୂର୍ଯ୍ୟ କଲିକତା ସଡ଼କକୁ ଉଜ୍ଜ୍ୱଳ କରୁଥାଏ। ପ୍ରଥମେ ନୀରା ପଚାରିଲେ, କୁଆଡ଼େ ବର୍ତ୍ତମାନ ଯିବ? ଚର୍ଚ୍ଚକୁ। ତୁମେ କ'ଣ ଖ୍ରୀଷ୍ଟିଆନ? ବୋଧହୁଏ ନୁହେଁ, ତେବେ ପିଲାଦିନରୁ ମିଶନାରୀ ସ୍କୁଲରେ ପଢ଼ିଛି। ଚର୍ଚ୍ଚର ମ୍ୟୁଜିକ୍ ଖୁବ୍ ଭଲ ଲାଗେ, ବିଶେଷତଃ ରବିବାର ସକାଳର ଶାନ୍ତ ଗଭୀର ପିଆନୋ ମ୍ୟୁଜିକ୍। ଶୁଣ, ତୁମର ଯିବାର ସ୍ଥାନ ମୋତେ ଦେଖାଇବା ପାଇଁ ଯଦି ଲଜ୍ଜିତ ହେଉଥାଉ, ତାହେଲେ ମୋତେ ପ୍ରଥମରେ ଚର୍ଚ୍ଚ ଛାଡ଼ିଦେଇ ଏ ଗାଡ଼ି ତୁମକୁ ନେଇଯିବ ତୁମର ନିର୍ଦ୍ଦେଶ ମୁତାବକ। ନୀରା ସାମାନ୍ୟ କ୍ଷୁବ୍ଧା ହୋଇ କହିଲେ, ଅନାୟାସରେ କଠିନ କଥା କହିବାର ଦକ୍ଷତା ଖୁବ୍ ଅଛି, ସ୍ୱୀକାର କରୁଛି। ବାକ୍ୟ ପୂରଣ ହେଉ ହେଉ କାଉଲ କହିଲେ, ଆଉ ମଧ୍ୟ ସ୍ୱୀକାର କରିବ ଯେ ମୁଁ ଲଜିକାଲ, କିଛି ଅବାନ୍ତର ପ୍ରଶ୍ରୟ ଦିଏ ନାହିଁ କଥାରେ ବା କାର୍ଯ୍ୟରେ। ତୁମେ ଜାଣିଥିବ ବୋଧହୁଏ, କୌଣସି ବିଚକ୍ଷଣ ଲୋକକୁ ଇଚ୍ଛାମତେ ପରିଚାଳନା କରିବା ପାଇଁ ଯେ କୌଣସି ନାରୀ ପକ୍ଷରେ ସମ୍ଭବ, କିନ୍ତୁ ନିର୍ବୋଧ ବ୍ୟକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବିଚକ୍ଷଣ ନାରୀ ବି ଅସମର୍ଥ। ଆଉ ତୁମେ ବିଚକ୍ଷଣ, ସେତିକି ଯାହା ସାନ୍ତ୍ୱନା। ନୀରା ଅନାଇଲେ କାଉଲଙ୍କ ଆଡ଼କୁ। କାଉଲ ଉପଭୋଗ କଲେ ନୀରାଙ୍କ ବୁଦ୍ଧିମତ୍ତା। କଲିକତା ସହରଟି ରବିବାରର ସକାଳେ ଗୋଟିଏ ସଦ୍ୟ ଜାଗ୍ରତ ଶିଶୁ ପରି ମନେହୁଏ, କୋମଳ ନିର୍ବିକାର। ଜଷ୍ଟ ସାମ୍ନାରେ ଗାଡ଼ି ପହଞ୍ଚିଲା। ଡ୍ରାଇଭର ଗାଡ଼ିର ଦରଜା ଖୋଲିଦେଲା ନୀରାଙ୍କ ପଟୁ। ନୀରା ଗାଡ଼ିରୁ ଓହ୍ଲାଇଲେ। ଆର୍କୋଟ୍ରୁ ଓହ୍ଲାଇଲେ କାଉଲ। ନୀରା ପାଖକୁ ଯାଇ ବିଦାୟର ଭୂମିକା ଆରମ୍ଭ କଲେ। ନୀରା କାଉଲକୁ ଅନ୍ୟ କିଛି କହିବାର କୌଣସି ସୁଯୋଗ ନ ଦେଇ ପଚାରିଲେ,
ଏହା ଭିତରୁ ମୁଁ ଯାଇପାରିବି? ପରିଚିତ ଲୋକଙ୍କ ପାଖରେ ତୁମେ ଅପମାନିତ ହେବ ନାହିଁ ତ? ନା, ଯେ ମୋତେ ଜାଣେ, ମୋର ସମୁଦାୟ ରୂପକୁ ଚିହ୍ନେ, କାହା ପାଖରେ କୌଣସି କାର୍ଯ୍ୟ ପାଇଁ କିଛି କୈଫିୟତ ଦେବାକୁ ନାହିଁ ମୋ ଜୀବନରେ। ତା ଛଡ଼ା ମୁଁ ତ କିଛି ଅନ୍ୟାୟ କରିନାହିଁ, ଯାହା ଇଚ୍ଛା ବିରୁଦ୍ଧରେ କିଛି କରିନାହିଁ। ମୁଁ ଉପଭୋଗ କରିଛି, ତୁମେ ଜୀବିକା କରିଛ। କ୍ୱିଟ୍ସ। ସ୍ୱୀକାର କରୁଛି, ତୁମେ ଲଜିକାଲ। ତୁମର ଶିକ୍ଷା କ'ଣ? ତୁମ ପରି ଲୋକଙ୍କର ଭାଷା ବୁଝିବା ପାଇଁ ଯଥେଷ୍ଟ। ଭିତରକୁ ଆସ, ନିର୍ଦ୍ଦେଶ ଦେଲେ କାଉଲ। ସେତେବେଳକୁ ଚର୍ଚ୍ଚର ସର୍ଭିସ୍ ଆରମ୍ଭ ହୋଇଗଲାଣି। ପଛ ପାଖରେ ବେଞ୍ଚରେ 2 ଜଣ ବସିଲେ। ଫାଦର ସର୍ମନ ଦେଲେ। ଶେଷରେ ସମସ୍ତେ କହିଲେ ଆମେନ୍। ମୁଣ୍ଡ ନତ କରି ପ୍ରଣାମ ଜଣାଇଲେ ଅନ୍ୟ ସମସ୍ତେ, କାଉଲ ଓ ନିରାର ବ୍ୟତୀତ। ଚର୍ଚ୍ଚ ତରଫରୁ ଚାନ୍ଦା ମଗା ହେଲା। କାଉଲ 50 ଟଙ୍କା ଦେଲେ। ବଡ଼ ବଡ଼ ଖିଲାଣ। କାନ୍ଥର ଚାରିକଡ଼ରେ ବାଇବେଲରେ ବର୍ଣ୍ଣିତ ବିଷୟବସ୍ତୁର ଚିତ୍ରଣ। ଯୀଶୁଙ୍କର କ୍ରୁଶବିଦ୍ଧ ଶରୀର। ପାଦ୍ରୀଙ୍କ ଭାଷା। ସମବେତ ଜନତାର ନିବେଦନ ନିରାଙ୍କ ମନରେ ଗୋଟିଏ କୋମଳ ପ୍ରଲେପ ଦେଉଥାଏ। ସଚେତନ ଭାବରେ କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ୍ ଯିବା ଅନେକ ବର୍ଷ ଭିତରେ ଏ ବୋଧହୁଏ ତାଙ୍କର ପ୍ରଥମ। ଭାବିଲେ, ଯିଏ ଯାହା କହୁଛନ୍ତି ସେଥିପାଇଁ କ'ଣ କ୍ଷମା ଚାହିଁବେ ଯୀଶୁଙ୍କ ପାଖରୁ? ଏ ପାଦ୍ରୀ ଜରିଆରେ କିଛି ଠିକ୍ କରିପାରିବେ ନାହିଁ? ସମୟ ମଧ୍ୟ ଅଳ୍ପ। କୌଣସି ସିଦ୍ଧାନ୍ତ ନେବା ଏ ପରିସ୍ଥିତିରେ ସମ୍ଭବ ନୁହେଁ। ଚର୍ଚ୍ଚରୁ ବାହାରି ଗାଡ଼ିରେ ପୁଣି ବସିଲେ 2 ଜଣ। ତୁମେ କ'ଣ ପ୍ରତ୍ୟେକ ରବିବାର ଦିନ ଚର୍ଚ୍ଚ ଆସ? ନା, ଯେଉଁଦିନ ଅନ୍ୟ କୌଣସି ଏନ୍ଗେଜମେଣ୍ଟ ନଥାଏ, ଆଜି ପରି। ଗାଡ଼ିକୁ ନିର୍ଦ୍ଦେଶ ଦେଲେ ନୀରା ତାଙ୍କ ଘର ଠିକଣାରେ। କାଉଲ ନୀରାକୁ ଚାହିଁ କହିଲେ, ତାହେଲେ ତୁମର ଏଇ ସାହସକୁ ଯୀଶୁଙ୍କ ଦାନ ବୋଲି ମନେ କରିବା ପାଇଁ ହେବ। ଲଜ୍ଜା ବେଶ୍ୟାର ଅଳଙ୍କାର ନୁହେଁ, ତଥାପି ମାମୁଲି ସମୟ ପାଇଁ ହେଲେ ମଧ୍ୟ ସେ ସମ୍ମାନ ଚାହେଁ। ପବିତ୍ର ନ ହେଲେ ମଧ୍ୟ ଗୁପ୍ତ ନାରୀତ୍ୱର ସମର୍ପଣର ପ୍ରତିଦାନ। ପୃଥିବୀର ସମସ୍ତ ଖଣିଜର ସମସ୍ତ ସୁନା ମଧ୍ୟ ତାର ଯଥେଷ୍ଟ କ୍ଷତି ପୂରଣ ନୁହେଁ। ନୀରାଙ୍କୁ ପଚାରିଲେ, ବର୍ତ୍ତମାନ ଏ ପ୍ରଭାତରେ ଯଦି ଗଙ୍ଗା କୂଳକୁ ବୁଲିଯାଅ, ତାହେଲେ ତୁମର ଆପତ୍ତି ଅଛି? ନୀରା କହିଲା, ମୋତେ ଘରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଲେ ଅବଶ୍ୟ ଆପତ୍ତି ନାହିଁ। କାଉଲ ହସି ହସି ତଥାସ୍ତୁ ଜଣାଇଲେ। ଗାଡ଼ି ଗଙ୍ଗାନଦୀ କୂଳକୁ ଚାଲିଲା। ତୁମେ କେବେ ପ୍ରେମ କରିଛ ମିସ୍ ନୀରା? ପ୍ରେମର ଆକ୍ଷରିକ ତର୍ଜମା ଜାଣେ ନା। ତେବେ ଆମେ ସବୁବେଳେ ପ୍ରେମ କରୁ। ଅନ୍ତତଃ ପ୍ରେମ କରିବାର ଛଳନା କରୁ। କେବଳ ପ୍ରେମିକ ଭିନ୍ନ, ପରିସର ଭିନ୍ନ, ସମୟ ଭିନ୍ନ, କିନ୍ତୁ ପ୍ରେମ ଆମର ଅବିଚଳିତ। ଛଳନା ସ୍ୱରରେ ଉତ୍ତର ଦେଲେ ନୀରା। ଝରକା କାଚରୁ ବାହାର ରାସ୍ତାକୁ ଅନାଇଥାନ୍ତି କାଉଲ। କିଛି ସମୟ ଚିନ୍ତା କଲା ପରେ ଅନେଇ ରହିଲେ ସିକ୍ତ ଆକାଶକୁ, ଗଙ୍ଗାର ଶାନ୍ତ ଧାରାକୁ। ନୀରା, ତୁମର ଅନେକ ଗର୍ବର ସାମଗ୍ରୀ ଅଛି ଇତିହାସରେ। ଯୀଶୁ ବୁଦ୍ଧଙ୍କ କଥା ଶୁଣିଛ? ନାମ ଶୁଣିଛି ମାତ୍ର, ନୀରା ଜଣାଇଲେ। ଜାଣିଛ ଯୀଶୁଙ୍କ ପାଖରେ ମାଡିଲନାଙ୍କୁ? ସେ ମଧ୍ୟ ଗଣିକା ଥିଲେ। ଯୀଶୁ ତାଙ୍କୁ ଗ୍ରହଣ କରିଥିଲେ। ତାଙ୍କରି ନାମରେ ଧର୍ମ ମନ୍ଦିର ସୃଷ୍ଟି ହୋଇଛି। ପୁଣି ଅମ୍ବାପଲ୍ଲୀଙ୍କୁ ଜାଣିଛ? ଯାହା ପାଇଁ ଦିନେ ବୁଦ୍ଧ କାଳେ ମୃତ୍ୟୁବରଣ କରିଥିଲେ। ଅବଜ୍ଞା କଲେ ରାଜାଙ୍କ ନିମନ୍ତ୍ରଣ, କିନ୍ତୁ ଗ୍ରହଣ କରିଥିଲେ ଅମ୍ବାପଲ୍ଲୀଙ୍କ ପ୍ରାସାଦରେ ଆତିଥ୍ୟ, ଭକ୍ଷଣ କରିଥିଲେ ମାଂସ। ନୀରା ଅନାଇ ରହିଲେ କାଉଲଙ୍କ ମୁହଁକୁ। ମୁଁ ଯଦି ଯୀଶୁ ବା ବୁଦ୍ଧ ହୋଇଥାନ୍ତି, ତାହେଲେ ତୁମକୁ ସଦ୍ୟ ମୁକ୍ତି ଦିଅନ୍ତି। ତୁମେ ରାମଚନ୍ଦ୍ର ନୁହଁ, କିମ୍ବା ମୁଁ ମଧ୍ୟ ଅହଲ୍ୟା ନୁହେଁ। ତୁମେ ମୁକ୍ତି ଦେଇପାରିବ ନାହିଁ, କିମ୍ବା ମୁଁ ମଧ୍ୟ ମୁକ୍ତି ଚାହେଁ ନାହିଁ। କାଉଲ ସାହେବ, ମୁଁ ଅଭିଶପ୍ତା ନୁହେଁ, ବ୍ୟବସାୟୀ। ମ୍ୟାଟ୍ରିକ୍ ପାସ୍ କରୁ କରୁ ଜୀବନକୁ ମୁକାବିଲା କଲି। ସାମ୍ନା ସାମ୍ନି ହେଲେ ରୁଗ୍ଣ ମାତା, ବୃଦ୍ଧ ପିତା, ସଂସାରର ଦାୟିତ୍ୱ। କଲିକତାର ନିଃସ୍ୱ ଦରିଦ୍ର ଜୀବନ। ଏ ବୋଝକୁ ଜୀବନ ସଡ଼କରେ ବହିବା ପାଇଁ କାହାର ସାହାଯ୍ୟ ପାଇଲି ନାହିଁ। ସମାଜରେ ଚାରି ଚଉହତି ଭିତରେ। ସ୍କୁଲର ସାର୍ଟିଫିକେଟ୍ ନେଇ ବାହାରିଲି ଲଢ଼ିବା ପାଇଁ ଦୁଃଖ ଅଭାବର ଦୈତ୍ୟ ସହିତ। ହେଲି ଟାଇପିଷ୍ଟ, ହେଲି ଶିକ୍ଷୟିତ୍ରୀ, ହେଲି ସେଲ୍ସ ଗାର୍ଲ। ଟାଇପିଷ୍ଟର ରୋଜଗାର ମାମୁଲି ଥିଲା, କିନ୍ତୁ ଅନେକ ଉପହାର ଦେଲେ, ଅନେକ ଇଙ୍ଗିତ ଦେଲେ ମୋତେ ରାଠର ସାହେବ ପରି। ଦିନେ ମୋ ହାତ ଧରି ପକାଇ କହିଲେ, ଏ କୋମଳ ଆଙ୍ଗୁଳିର ପ୍ରହାର ପାଇଁ ଟାଇପ୍ ମେସିନ୍ଟି ଧନ୍ୟ ହୋଇଛି। ମୋ ପାପୁଲିକୁ ତାଙ୍କ ଗାଲ ଉପରେ ଚାପି ଧରିଲେ। ଆର ହାତରେ ସତ୍କାର କଲି ତାଙ୍କର ଆର ଗାଲଟିକୁ ଗୋଟିଏ ଚପେଟାଘାତ ଜରିଆରେ। ବିଦାୟ ନେଲି ସେଠୁ। ହେଲି ଶିକ୍ଷୟିତ୍ରୀ ଗୋଟାଏ ଛୋଟ ସହରରେ ସ୍କୁଲରେ। ସେଠାରେ ମ୍ୟାନେଜିଂ କମିଟିର ସଭାପତି ମୋତେ ଚାହିଁଲେ ତାଙ୍କର ମାତୃହୀନ ପୁତ୍ରଙ୍କର ପ୍ରାଇଭେଟ୍ ଟ୍ୟୁସନ୍ ପାଇଁ। ଦିନେ ରାତିରେ ପୁତ୍ର ପରିବର୍ତ୍ତେ ଦେଖେ ସ୍ୱୟଂ ପିତାଙ୍କୁ। ଦରଜା କବାଟ ବନ୍ଦ କରିଦେଇ ଆରମ୍ଭ କଲେ ମୋର ଶରୀର ଉପରେ ଆକ୍ରମଣ। ମୁଁ ପ୍ରତିରୋଧ ଜଣାଇଲି। କ୍ଷତ ବିକ୍ଷତ ହେଲେ ପିତୃଦେବ, କ୍ଷତ ବିକ୍ଷତ ହେଲି ମୁଁ। ଶେଷକୁ ଆସିଲି ସେ କେମିଷ୍ଟ ଦୋକାନକୁ ସେଲ୍ସ ଗାର୍ଲ ହୋଇ। ଆସିଲେ କଷ୍ଟମରମାନେ, ଆସିଲେ ଦୋକାନ ମାଲିକଙ୍କ ଉଚ୍ଛୃଙ୍ଖଳ ପୁତ୍ରଗଣ ଓ ତାଙ୍କର ସହୋଦରମାନେ। ନେଲେ କ୍ଲବକୁ, ନେଲେ ଘୋଡ଼ା ଦୌଡ଼କୁ, ନେଲେ ବଡ଼ ବଡ଼ ହୋଟେଲକୁ। କାଉଲ ସାହେବ, ସେତେବେଳେ ପର୍ଯ୍ୟନ୍ତ ମୋର ସତୀତ୍ୱ ଥାଏ ଅକ୍ଷତ। ସେମାନଙ୍କ ସମସ୍ତ ଉପହାର ଗ୍ରହଣ କରେ, କିନ୍ତୁ ସେମାନଙ୍କ କ୍ଷୁଧା ରହେ ଅନିର୍ବାପିତ। ମୋତେ ଚାହିଁଲେ ଅନେକ, ଚାହିଁଲେ ସମ୍ପୂର୍ଣ୍ଣ ଶରୀର। ଅସ୍ୱୀକାର କଲି। କ୍ରୁଦ୍ଧ ହେଲେ ଏ ଜନତା। ମାଲିକଙ୍କ ପାଖରେ କହିଲେ ମୋର ଉପସ୍ଥିତି ଏ ଦୋକାନର ପ୍ରତିଷ୍ଠାରେ ଅନ୍ତରାୟ ହେଉଛି। ଅବଶେଷରେ ସେଠାରୁ ମଧ୍ୟ ବିଦାୟ ନେବାକୁ ହେଲା। ବୁଝିଲି ମୋର ଗୋଟିଏ ମାତ୍ର ପଦାର୍ଥ ଅଛି, ଯାହା ଜରିଆରେ ଜୀବନକୁ ସୁସ୍ଥ ସୁଖମୟ କରିପାରେ। ଏ ସମସ୍ତ ଜଗତ ମୋଠାରୁ କେବଳ ଗୋଟିଏ ଜିନିଷ ଚାହୁଁଛି। ତାପରେ ମୋର ଜୀବନ ଗୋଲାପ ଫୁଲର ତକ୍ତ ପୋଷ ପରି କୋମଳ ଓ ସୁଗନ୍ଧମୟ ହୋଇ ଉଠିବ। ସେ ହେଉଛି ମୋର ଶରୀରର ବିନିମୟ। କାଉଲ କହିଲେ, ଖୁବ୍ ଇଣ୍ଟରେଷ୍ଟିଂ। ନୀରା କହି ଚାଲିଲେ।
ଦିନେ ପାର୍କ ଷ୍ଟ୍ରିଟ୍ର ସେ ଜର୍ମାନୀ ଏୟାର ସର୍ଭିସ୍ ଅଫିସର ସାମ୍ନାରେ ଛିଡ଼ା ହୋଇଯାଇଛି। ଦେଖୁଥାଏ ସେ ଚିତ୍ର ସବୁ, କେତେ ଦେଶର କେତେ ଚିତ୍ର, ସେଠାକାର ଲୋକଙ୍କର କେତେ ସୁନ୍ଦର ଡ୍ରେସ୍। ନ୍ୟୁ ମାର୍କେଟ ଯାଉଥାଏ। ସତ କହୁଛି କାଉଲ ସାହେବ, ସେ ମାସ ସାରା ଆମେ ପ୍ରାୟ ଉପାସ। ମା ମୃତ୍ୟୁ ଶଯ୍ୟାରେ, କିଛି ଭରସା ନଥାଏ। ଯେତେ ଋଣ କରିବାର କଥା ସବୁ ସରିଲାଣି। ଆଉ ସାଙ୍ଗସାଥୀଙ୍କ ମୁହଁ ଚାହିଁ ହେଉନାହିଁ। ମାର ପଥି ଦରକାର, ଡାକ୍ତରଙ୍କ ଦରକାର, ଔଷଧ ଦରକାର। ତାଙ୍କୁ ଏ ଅକାଳ ମୃତ୍ୟୁରୁ ବଞ୍ଚାଇବାକୁ ପଡ଼ିବ। ଟିକେ ନିଶ୍ୱାସ ମାରିଲେ ନୀରା, ପୁଣି ଆରମ୍ଭ କଲେ। ସନ୍ଧ୍ୟା ରତ ଜଣେ ଭଦ୍ରଲୋକ ଅଫିସରୁ ଫେରୁ ଆସୁଥାନ୍ତେ ଏକାକୀ। କିଛି ସମୟ ପାଇଁ ମୋତେ ଲକ୍ଷ୍ୟ କଲେ। ମନେ ହେଲା ବିଦେଶରୁ ଫେରୁଛନ୍ତି, ବମ୍ବେ ଆଡ଼ର ଲୋକ। ଆସ୍ତେ ଆସ୍ତେ ମୋ ଆଡ଼କୁ ଆସିଲେ, କହିଲେ ହ୍ୟାଲୋ। ମୁଁ ମଧ୍ୟ ମଜାରେ ଜବାବ ଦେଲି ହ୍ୟାଲୋ। କହିଲେ କଲିକତାରେ ମୁଁ ଏକାବେଳକେ ନୁହଁ, ମୋତେ ମୋ ହୋଟେଲରେ ପହଞ୍ଚାଇ ଦେବାରେ ସାହାଯ୍ୟ କରିବେ କି? କହିଲେ ସମୟ ମୋର ନଷ୍ଟ ହେବ, ପାରିଶ୍ରମିକ ଦେଲେ ଯିବି। କେତେ? ଆପଣଙ୍କ କ୍ଷମତା ଅନୁସାରେ। ଅଭିମାନକୁ ତାଙ୍କର ବାଧିଲା। କହିଲେ ରାତି ଶେଷ ପର୍ଯ୍ୟନ୍ତ ରହିଲେ 200 ଟଙ୍କା ଦେବି। ଛାତିରେ ମୋର ଚାଉକଲି ଲାଗିଲା। ଦାରିଦ୍ର୍ୟ ଓ ପ୍ରତିଷ୍ଠା ମଧ୍ୟରେ ପରଦାଟା ଏତେ ପତଳା। ସେତେବେଳେ ପର୍ଯ୍ୟନ୍ତ ଜୀବନରେ 200 ଟଙ୍କା ଏକାବେଳକେ ଦେଖିନଥାଏ। ଅଭାବ ମଧ୍ୟ ଉତ୍କଟ ଆକାର ଧାରଣ କରିଥିଲା ଶ୍ରାବଣର କଳାମେଘ ପରି। ସନ୍ଧ୍ୟାକୁ ଯେତେବେଳେ ଘରେ ପ୍ରତିଦିନ ପହଞ୍ଚେ, ମା କାକୁତିପୂର୍ଣ୍ଣ ଦୃଷ୍ଟିରେ ଅନାଏ ପଥି, ଫଳ ଓ ଔଷଧ ପାଇଁ। ଆଖି ଆଗରେ ନାଚୁଥିଲା ସେଇ ଦୁସ୍ତ ଦୃଷ୍ଟି। ଆଉ କିଛି ଚିନ୍ତା କରିପାରିଲେ ନାହିଁ। ହଁ ଭରିଦେଲି। ଭଦ୍ରଲୋକଙ୍କ ସହିତ ଗଲି। ବାଟରୁ ଦୋକାନକୁ ନେଇଗଲେ। କିଣିଲେ ଶାଢ଼ୀ, କିଣିଲେ ପ୍ରସାଧନ ସାମଗ୍ରୀ, କିଣିଲେ ପରଫ୍ୟୁମ୍। ହୋଟେଲରେ ପହଞ୍ଚି ପିନ୍ଧିଲି। ସାହାଯ୍ୟ କଲେ ସାଜସଜ୍ଜାରେ। ହୋଟେଲର ବଡ଼ ବଡ଼ ଆରସି, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପରିଷ୍କାର ଦିଶୁଥାଏ। ସେ ନେଳିଆ ଆଲୋକରେ ମୋର ରୂପ ଯେତେବେଳେ ଦେଖିଲି, ସତରେ କାଉଲ ସାହେବ, ଆଶ୍ଚର୍ଯ୍ୟ ହୋଇଗଲି ନିଜେ। ମୁଣ୍ଡରେ କେଶସଜ୍ଜା, ଆଖିରେ ରଙ୍ଗ, ଓଠରେ ଲିପଷ୍ଟିକ୍, ଉନ୍ନତ ଛାତି, ଲଙ୍ଗଳା କଟି, ସେ ଶାଢ଼ୀରେ ଆବୃତ ଶରୀରରେ ମୁଁ ନୂଆ ମଣିଷ ପରି ଦେଖାଗଲି। ମୋର ଘରେ ନଥିଲା ନିର୍ମଳା। ପୌଢ଼ ଜଣକ ମୋତେ ପଚାରିଲେ ଇଂରାଜୀରେ, ତୁମର ନାମ କ'ଣ? ମୁଁ ତାଙ୍କରି ଢଙ୍ଗରେ ସେହିପରି ଓଠ ଚିପି ଚିପି ଇଂରାଜୀରେ ଉତ୍ତର ଦେଲି, ମୋ ନାଁ ମିସ୍ ନୀରା। ସେହି ମୁହୂର୍ତ୍ତରେ ନିର୍ମଳାର ମୃତ୍ୟୁ ହେଲା। ଜନ୍ମ ନେଲା ମିସ୍ ନୀରା। ମୁଁ ଚାହୁଁଥାଏ ମୋର ପ୍ରତିବିମ୍ବକୁ ସେ ବଡ଼ ଆରସିରେ। ରୂପ ସହିତ ନାମଟା ଯୁକ୍ତିଯୁକ୍ତ ହେଉଛି କି ନାହିଁ ମନେ ମନେ ସନ୍ତୁଷ୍ଟ ହେଲି। ସନ୍ତୁଷ୍ଟ ହେଲେ ସେ ମହାଶୟ। ପଛରେ ଛିଡ଼ା ହୋଇଥିଲେ। ହଠାତ୍ ପଛଆଡ଼ୁ ମୋ ଦେହକୁ ଗୁଡ଼ାଇ ଧରିଲେ ଗୋଟିଏ ହାତରେ। ଆର ହାତରେ ମୋ ମୁହଁଟାକୁ ପଛକୁ ଠେଲି ଜାଣି ଚୁମ୍ବନ ଦେଲେ। ପ୍ରଥମେ ପ୍ରତିବାଦ କଲି। ନିର୍ମଳା ଉତ୍କ୍ଷିପ୍ତ ହେଲା, ବାଧା ଦେଲା। ପର ମୁହୂର୍ତ୍ତରେ ସହ୍ୟ କଲା ମିସ୍ ନୀରା। ସେ ବାହୁବନ୍ଧନକୁ ସ୍ୱୀକାର କଲି। ତଥାପି ସତୀତ୍ୱ ଥାଇ ଅକ୍ଷତ। ମନେ ମନେ ଯନ୍ତ୍ରଣା ପାଇଲି। ଭାବିଲି ପାପ, ଏଇଟା କଳଙ୍କ ନାରୀ ପକ୍ଷରେ। ସେ ସନ୍ଧ୍ୟା ରାତି 10ଟା ପରେ। ଦେଖିଲି ଅନେକ ଭଦ୍ରଲୋକ, ଭଦ୍ର ମହିଳା ପହଞ୍ଚିଲେ ସେ ହୋଟେଲରେ। ଏ ମହାଶୟ ହେଉଛନ୍ତି ଦିଲ୍ଲୀର ଜଣେ ମସୁର ବ୍ୟବସାୟୀ। ତାଙ୍କ ସହିତ ରାତି ଭୋଜନ ପାଇଁ ଆସିଛନ୍ତି ଅନ୍ୟାନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିଗଣ। ସିଗ୍ନାଲ ପୋଷ୍ଟ ପାଖରେ ମଟରଟା ବନ୍ଦ ହୋଇଗଲା। ମିସ୍ ନୀରା ଚୁପ୍ ରହିଲେ। କାଉଲ ଅନେଇଥାନ୍ତି ତାଙ୍କ ମୁହଁକୁ। ହାତଟି ପଡ଼ିଥାଏ କାଉଲଙ୍କ ବାହୁ ଉପରେ। ଗମ୍ଭୀର ହୋଇଗଲେ ନୀରା, ଆଉ କିଛି କହୁନାହାନ୍ତି। ସୂତାର ଘିଅ ଯୋଡ଼ି କାଉଲ ପଚାଇଲେ, କହୁଥିଲେ ସେ ରାତିରେ ଡିନାର କଥା। ଅନେକ ଲୋକ ଆସିଥାନ୍ତି ନା? ପ୍ରତ୍ୟେକ ଗଣିକାର ଏହି ପ୍ରକାର ଗଳ୍ପ ସବୁ ଥିବ। ଅନେକ ଶୁଣିଥିବ, ବୋରିଂ ଲାଗିବ ତୁମକୁ, କହିଲେ ମିସ୍ ନୀରା। ନୀରା, ପ୍ରତ୍ୟେକ ଲୋକଙ୍କ ଜୀବନର ଗଳ୍ପର ସାମଗ୍ରୀ, କିନ୍ତୁ ତୁମ ଜୀବନର କଥା ଟିକେ ଅଧିକ ରୋମାଞ୍ଚକର। ତା ଛଡ଼ା ତୁମ ବର୍ଣ୍ଣନାଟି ଆହୁରି ସୁନ୍ଦର ହେଉଛି, କୁହ ଶୁଣିବା। ନୀରା କହିଲେ, ଅତୀତକୁ ଆଉଡ଼େଇ ଅନେକ ସମୟରେ ଅନୁତାପ ଆସେ। ତଥାପି ସେ ଯନ୍ତ୍ରଣାଟି ସ୍ୱାଦୁକର। କାଉଲ କହିଲେ, ଓଟ ଯେମିତି କଣ୍ଟା ଖାଏ, ତା ଓଠରୁ ଜିଭକୁ ରକ୍ତ ବାହାରେ, ତଥାପି ତାକୁ ସେ ଉପଭୋଗ କରେ। ଆହୁରି ବେଶୀ ବେଶୀ ଖାଏ। ତୁମର ଏ ଯନ୍ତ୍ରଣା ହୁଏତ ସେହି ଧରଣର। କାଉଲ ଚିପି ଧରିଲେ ନୀରାଙ୍କ ପାପୁଲିକୁ ନିଜର କଳ ଭିତରେ। ଝୁଙ୍କି ଆସିଲେ ନୀରା କାଉଲଙ୍କ ଆଡ଼କୁ ମୋଟର ଭିତରେ। ହଠାତ୍ ଗୋଟିଏ ବ୍ରେକ୍ ଦେଲା ଡ୍ରାଇଭର। ନୀରା କହିଲେ, ମୁଁ ସେତେବେଳେ ଗାର୍ଲସ ସ୍କୁଲରେ ପଢ଼ୁଥାଏ। ଆମ ସାମ୍ନା ଘରେ ଥାନ୍ତି ମିଷ୍ଟର ବସ୍। ତାଙ୍କର ଗୋଟିଏ ବୋଲି ପୁଅ, ଗୋଟାଏ ସାହେବ ସ୍କୁଲରେ ପଢ଼େ। ମୋର ମା ମଝିରେ ମଝିରେ ଯାଏ ତାଙ୍କ ଘରକୁ, ବୋଧହୁଏ କିଛି ଆର୍ଥିକ ସାହାଯ୍ୟ ପାଇଁ। ପରେ ଶୁଣିଲି ସେମାନେ ମୋର ପାଠପଢ଼ା ଖର୍ଚ୍ଚ ମଧ୍ୟ ଦେଉଥିଲେ। ତାଙ୍କର ଘର ଚଟାଣ ସବୁ ମାର୍ବଲ ପଥରରେ। ଘର ସାମ୍ନାରେ ଗୋଟିଏ ବଡ଼ ପୁଲଗ୍ନ ସ୍ଥିର ମୂର୍ତ୍ତି ଅଛି। ସେଇଟା କାଳେ ଆଣିଥିଲେ ବିଲାତରୁ। ମଝିରେ ମଝିରେ ତାଙ୍କ ସ୍ତ୍ରୀ ମୋତେ କୁହନ୍ତି, ତୋ ପାଠ ସରିଲେ ଘରକୁ ତୋତେ ବୋହୂ କରି ଆଣିବି। ଅବଶ୍ୟ ଉପହାସରେ ହୋଇପାରେ, କିଛି ଆଶ୍ୱାସନା ପାଇଁ ମଧ୍ୟ ହୋଇପାରେ। କିନ୍ତୁ ଏପରି ଏକ ପରିସ୍ଥିତି ସମ୍ଭବ ବି ହୋଇପାରେ, ସେଥିପାଇଁ ମୁଁ ଖୁବ୍ ଗର୍ବ ମଧ୍ୟ ଅନୁଭବ କରୁଥିଲି। ସ୍କୁଲରେ ସାଙ୍ଗମାନଙ୍କ ପାଖରେ କୁହେ, ଭଗବାନଙ୍କ ଦୟାରୁ ପାଠ ଶୀଘ୍ର ସରିଯାନ୍ତା କି ବୋହୂ ହୋଇଯାନ୍ତି ସେ ମାର୍ବଲ ଚଟାଣ ଘରକୁ। ବିବାହ ଯୋଗ୍ୟ ହେଲି ବି ଖୁବ୍ କମ୍ ବୟସରୁ। ଦେହର ମାଂସପେଶୀ ପରିଷ୍କାର ଦିଶିଲାଣି। ଦିନେ ସନ୍ଧ୍ୟାରେ ତାଙ୍କ ଘରୁ ଫେରୁଛି। ତାଙ୍କ ପୁଅ ସୌମେନ ମୋତେ କୁଣ୍ଢାଇ ପକାଇଲା ସେ ସ୍ଥିର ମୂର୍ତ୍ତି ତଳେ। ଅନ୍ଧକାର ହୋଇ ଆସୁଥିଲା। କହିଲା, ନିରୁ, ମୁଁ ତୁମକୁ ପ୍ରେମ କରେ, ବିବାହ କରିବି। ଆଜି ରାତିରେ ଆସ, ମୋର ସେ କୋଠରୀ ପାଖରେ ଅପେକ୍ଷା କରିଥିବି। ଲାଜ ସରମରେ ସେ ରାତିରେ ଅଧମରା ହୋଇଗଲି। ମନେ ମନେ ଭାବିଲି, ଏ ତ ସବୁ ଦେବଦାସର କଥା ବୋଧ ହୁଏ। ପାରୁଲ ଯିବ ତାର ଦେବ ତା ଘରକୁ। ସଂସାର ସମାଜ ସମସ୍ତେ ପଛରେ ରହିବେ। ଅନ୍ଧକାର ହୋଇଯିବ ରାତ୍ରି। ପ୍ରେମର ନିମନ୍ତ୍ରଣ ଜଣାଇବ। ଆଖି ଆଗରେ ସବୁ କଥା ପରିଷ୍କାର ଭାବରେ ଦେଖାଯାଉଥିଲା। ରାତି ଅଧ ହେଲା। ମୁଁ ଛପି ଛପି ବାହାରିଲି ମୋ କୋଠରୀରୁ। ମା ଶୋଇଥାଏ। ଆସ୍ତେ ଆସ୍ତେ ଦରଜା ଖୋଲି ଦାଣ୍ଡରୁ ବାହାରିଲି। ଦେଖିଲି ରାସ୍ତାରେ ପୁଲିସବାଲା।
ଦୌଡ଼ି କରି ଘର ଭିତରକୁ ପଶି ଆସିଲି। ପୁଲିସ ବାଲାଟା ସନ୍ଦେହ କଲା କିଏ ଚୋର ପଶିଛି କି କ'ଣ। କବାଟ ବାଡ଼େଇଲା। ମା ଉଠିଲା, ଦେଖିଲା ମୁଁ ସାଜସଜ୍ଜା ହୋଇ ବାହାରିଛି କୁଆଡ଼େ ଯିବି ବୋଲି। କାନ୍ଦି କାନ୍ଦି ସବୁ କଥା ତାରି ପାଖରେ କହିଲି। ତହିଁ ପରଦିନ ମା ପ୍ରସ୍ତାବ ପକାଇଲା ତାଙ୍କ ସ୍ତ୍ରୀଙ୍କ ପାଖରେ। ସେ ହସି ହସି ଗଡ଼ିଗଲେ। ମୁଁ ନିଜେ ଯାଇ ପଚାରିଲି ସୌମେନକୁ। ସେ ବି ହସିଲା, କହିଲା ସେ ତା କଲେଜରେ ସେହିପରି କାଳେ ଅନେକ ଝିଅକୁ କହେ। କେତେକ ମଧ୍ୟ ତା ଘରକୁ ଆସନ୍ତି। ସେ ସମସ୍ତଙ୍କୁ ଯଦି ବିବାହ କରେ ତାହେଲେ ତାକୁ କାଳେ ଗୋଟିଏ ବିରାଟ ହାରେମ୍ ରଖିବାକୁ ପଡ଼ିବ, ରାଜା ମହାରାଜାଙ୍କ ପରି। ସେ ଉପହାସ, ସେ ତାଚ୍ଛଲ୍ୟ, ହସ ଆଜି ପର୍ଯ୍ୟନ୍ତ ମଝିରେ ମଝିରେ କାନରେ ପଡ଼େ। ତାପରେ ଆମେ ସେ ବସ୍ତି, ସେ ଘର ଛାଡ଼ି ବାହାରି ଆସିଲୁ। ଭାରି ମଜା କଥା ହେଲା। ସେଦିନ ରାତି ଡିନରରେ ଦେଖେ ଯେ ଅନ୍ୟମାନଙ୍କ ଭିତରେ ଆସିଛନ୍ତି ସୌମେନ। ତାଙ୍କ ସାଥିରେ ଆଉ ଜଣେ ନାରୀ, ତାଙ୍କର ସ୍ତ୍ରୀ। ମୁଁ ଅତି ଶୀଘ୍ର ସେ ବୟସ୍କ ଲୋକଙ୍କ ପାଖକୁ ଯାଇ କହିଲି, ମୋ ସଂକ୍ରାନ୍ତ ଯଦି କେହି ପଚାରେ ଆପଣ କହିବେ ମୁଁ ଦିଲ୍ଲୀରୁ ଆସିଛି ଆପଣଙ୍କ ସାଙ୍ଗରେ। ଚମତ୍କାର ଭାବରେ ମୋ ଅବସ୍ଥାକୁ ପରିଚାଳନା କଲେ ସେ ପୌଢ଼। ମୁଁ ହେଲି ତାଙ୍କର ବ୍ୟକ୍ତିଗତ ସେକ୍ରେଟାରୀ। ବନ୍ଧୁବାନ୍ଧବମାନଙ୍କୁ ରିସେପ୍ସନ୍ ଦେବା ପାଇଁ ମୋର ଚାକିରି। ସୌମେନ ମୋତେ ପଚାରିଲେ, ଆପଣଙ୍କୁ କେଉଁଠି ଦେଖିଲା ପରି ମନେ ହେଉଛି? ଅଠେ ଚାପି ଉତ୍ତର ଦେଲି, ଗତ ଜନ୍ମରେ ହୁଏତ ହୋଇଥିବ, କିନ୍ତୁ ଏ ଜନ୍ମରେ କଲିକତାରେ ଏଇ ମୋର ପ୍ରଥମ ପଦକ୍ଷେପ। ଏହି ଉତ୍ତରକୁ ଇଂରାଜୀରେ ତର୍ଜମା କରି ରିହର୍ସାଲ କରି ଆଗରୁ ରଖିଥାଏ। ଦେଖିଲି ସୌମେନ ମୋ ଆଡ଼କୁ ଚାହିଁ ରହିଛି। କଥାବାର୍ତ୍ତାରେ ବିଶେଷ ମନ ଦେଉନାହିଁ। ଯୋଜନା କରି ଡିନର ଟେବୁଲରେ ମୋରି ପାଖରେ ବସିଲା। ମଝିରେ ମଝିରେ ଜାଣି ଜାଣି ମୋ ଗୋଡ଼ରେ ତା ଗୋଡ଼ ବଜାଉ ଦେଉଥାଏ। ମୁଁ ଏହି ଦୁର୍ଘଟଣାକୁ ପରିଷ୍କାର କରି ଦେଉଥାଏ ତାର ନିକଟରେ ଆସିମା ସ୍ତ୍ରୀଙ୍କ ପାଖରେ। କ୍ଷମା ମାଗୁଥାଏ ବାରମ୍ବାର। ମୁଁ ଯେତେବେଳେ ବାଥରୁମରୁ ଯାଉଥାଏ କିଛି ଆଳ କରି ସେ ମଧ୍ୟ ମୋ ପଛେ ପଛେ ଆସି ଟିକିଏ ଧକ୍କା ଲଗାଇ ଦିଏ ଦେହରେ। ନହେଲେ ପଦେ ଦୁଇ ପଦ କଥା କହେ, ଅବାନ୍ତର କଥା। ସେ ଡିନର ପାର୍ଟି ଚାଲିଲା ରାତି 2ଟା ପର୍ଯ୍ୟନ୍ତ। ଖିଆ ହେଲା, ପିଆ ହେଲା, ଇଂରେଜୀ ନାଚ ହେଲା ସେ କୋଠରୀ ଭିତରେ। ମଦ ପିଇ ସମସ୍ତେ ମାତୁଆଳ ହେଲେ। ସ୍ତ୍ରୀମାନେ ଗୋଟିଏ କଳକୁ ଅନ୍ୟ କଳକୁ ନୃତ୍ୟ ପାଇଁ ପରିବର୍ତ୍ତିତ ହେଉଥାନ୍ତି। କେବଳ ଭାଗିଦାର ହେଇ ନଥାଏ ମୁଁ। ପ୍ରଥମତଃ ମୁଁ ଏସବୁକୁ ଜାଣି ନଥାଏ। ଦ୍ୱିତୀୟରେ ସେ ଭଦ୍ରଲୋକଙ୍କ ପ୍ରତିଷ୍ଠା ମଧ୍ୟ ବଞ୍ଚାଇବାକୁ ହେବ, କାରଣ ମୁଁ ତାଙ୍କ ସେକ୍ରେଟାରୀ। ତୃତୀୟରେ ଏ ପରିସ୍ଥିତି, ଏ ଭୂମିକା, ଏ ପରିସର ସବୁ ମୋ ପାଇଁ ନୂଆ। ମୁଁ ଖାଲି ଦେଖୁଥାଏ, ଚାହୁଁଥାଏ। ମନ ଭିତରେ କେମିତି ଗୋଟାଏ ଉତ୍କଳତା ଆସୁଥାଏ। ଭାବୁଥାଏ ନିର୍ଭୟତା ଆହୁରି ମରିଲା ଆବଶ୍ୟକ। ମିସ୍ ନୀରାକୁ ଦେଖୁଥାଏ ଏଇ ଉପସ୍ଥିତ ନାରୀମାନଙ୍କ ଭିତରେ। କିଛି ସମୟ ପରେ ସୌମେନ ଆସି ମୋତେ ଗୋଟାଏ ଆଲୋଟନା ବାହାରରେ ସେ କୋଠରୀକୁ ଅନ୍ୟ କୋଠରୀକୁ ନେଇଗଲେ। ମୋର ଦୁଇ ବାହୁକୁ ଜୋର କରି ଧରି ପକାଇଲେ। ମୁଁ ଜୋର କରି ମୁକ୍ତି ନେଲି। ଆଖି ଆଗରେ ଖେଳିଗଲା ସେଇ ଉପହାସ, ସେଇ ତାଚ୍ଛଲ୍ୟ ହସ। କ୍ରୋଧ ହେଲା। ଠାଏ କରି ଚଟକଣାଟିଏ ପକାଇ ତାଙ୍କରି ଗାଲରେ। ସୌମେନ ମୁହଁରେ କିପରି ଗୋଟାଏ ହିଂସ୍ର ଦୃଷ୍ଟି ଅଛି, ଘୃଣା ଦୃଷ୍ଟି। କୌଣସି ସ୍ତ୍ରୀ ଏପରି ପୁରୁଷକୁ ଚାହିଁବ ନାହିଁ। ସେ ମାର୍ବଲ ଚଟାଇବା ପାଇଁ ସିନା ମୋର ଆକାଂକ୍ଷା ଥିଲା, ନଚେତ୍ ସେ ପୁରୁଷଟା ପାଇଁ ମୋର କେବେ କିଛି ଆଗ୍ରହ ନଥିଲା। ଏହି ଘଟଣାକୁ ମଧ୍ୟ ବର୍ଣ୍ଣନା କଲି ତାଙ୍କ ସ୍ତ୍ରୀଙ୍କ ପାଖରେ। ଉତ୍ତ୍ୟକ୍ତ ହେଲେ ସ୍ତ୍ରୀ। ମୁଁ ନେଲି ପ୍ରତିଶୋଧ। ଭଦ୍ରଲୋକ, ଭଦ୍ର ମହିଳାମାନେ ବିଦାୟ ନେଲେ। କିନ୍ତୁ ସେ ଗପର ଆଲିସ ଝିଅ ପରି ଏକ ନୂଆ ଜଗତକୁ ଆସିଲି। ଏତେ ଉଚ୍ଚସ୍ଥାନ, ଏତେ ସମ୍ଭୋଗ, ଏତେ ସହଜରେ ପ୍ରାପ୍ୟ। ସେ ଟାଇପ୍, ସେ ଶିକ୍ଷୟିତ୍ରୀ, ସେ ଦୋକାନ କାମରେ ଏତେ ଯନ୍ତ୍ରଣାଦାୟକ ଥିଲା, ତଥାପି ବଞ୍ଚିବା ଦୁଷ୍କର ହେଉଥିଲା। ବର୍ତ୍ତମାନ କେତେକ ସମୟ ପାଇଁ ନିଜର ରୂପ ପରିବର୍ତ୍ତନ କଲି। ଉପଭୋଗ କଲି ସବୁଠୁ ଐଶ୍ୱର୍ଯ୍ୟପୂର୍ଣ୍ଣ ବାସସ୍ଥାନ, ସୁନ୍ଦରତମ ସୁଖାଦ୍ୟ, ଧନାଢ଼୍ୟ ପ୍ରତିଷ୍ଠିତ ଜନତାର ସାନ୍ନିଧ୍ୟ, ସାମାନ୍ୟ ମୂଲ୍ୟବୋଧର ବିନିମୟରେ। ସେଦିନ ରାସ୍ତାର ପରିବର୍ତ୍ତନ ହେଲା, ରୂପର ପରିବର୍ତ୍ତନ ହେଲା, ନାମର ପରିବର୍ତ୍ତନ ହେଲା। ପଦେ ପଦେ ଅନ୍ଧକାର ଗହ୍ୱର ଭିତରକୁ କ୍ରମେ ଆଗେଇ ଗଲି। ହେଲି ଗଣିକା। ସୌମେନ ଆସିଛି। ମୁଁ ମୋର କୋଠରୀର ଚଟାଣକୁ ମାର୍ବଲ ପଥରରେ କରିଛି। ତାହାରି ସ୍ଥିର ଗହଣାରେ ଜରିଆରେ କରିଛି। ସେ ଦୋକାନ ମାଲିକଙ୍କ ପୂର୍ବ ବନ୍ଧୁମାନେ ବ୍ୟାକୁଳ ଭାବରେ ଅପେକ୍ଷା କରିଥାନ୍ତି ମୋର ଆଦେଶ ପାଇଁ। ମଝିରେ ମଝିରେ ନୃତ୍ୟ କରି ସେମାନଙ୍କୁ ଉଚ୍ଛୃଙ୍ଖଳ କରେ। କେହି ଚାହିଁଲେ କହେ ଅନ୍ୟ ରାତ୍ରିକୁ ବା ସେମାନଙ୍କ ଯଥେଷ୍ଟ ଅର୍ଥ ନାହିଁ ମୋତେ ଉପଭୋଗ କରିବା ପାଇଁ। କେହି ପତିତା, କିନ୍ତୁ ପାଇଲି ଅର୍ଥ, ସମ୍ଭାଗ, ଐଶ୍ୱର୍ଯ୍ୟ। ମଦ ନୁହେଁ, କିଛି ବନ୍ଧନ ନାହିଁ, ଅଥଚ ନାରୀତ୍ୱର ସମସ୍ତ ସୁଯୋଗର ଉପଭୋଗ କଲି। କାଉଲ ପଚାରିଲେ, ସମସ୍ତ ସୁଯୋଗ? କିୟତ୍ ମୁହୂର୍ତ୍ତ ପାଇଁ ଚିନ୍ତା କଲେ ନୀରା। କହିଲେ ଅନେକ। ତାଙ୍କର ଘର ଠିକଣାରେ ଗାଡ଼ି ଲାଗିଲା। କାଉଲ ଦେଖିଲେ ଘର ସାମ୍ନାରେ ସିମେଣ୍ଟରେ ତିଆରି ଗୋଟିଏ ଉଲଗ୍ନ ନାରୀର ମୂର୍ତ୍ତି। ଘରର ଚଟାଣ ହୋଇଛି ଧଳାକଳା ମାର୍ବଲ ପଥରରେ ଖଞ୍ଜା। ନୀରା କହିଲେ, ଜୀବନର ଅନେକ କଥା ଗପି ଦେଇଗଲି। ମୋତେ ଗ୍ରହଣ କରିବାର ସୁଯୋଗ ଦେଇଛି, ସେଥିପାଇଁ ବାଧ୍ୟ କରିବି ନାହିଁ, କିନ୍ତୁ ଘର ଭିତରକୁ ଆସିବା ପାଇଁ ନିମନ୍ତ୍ରଣ ଜଣାଇବି। ଘର ଭିତରକୁ ଗଲେ କାଉଲ। ପଚାରିଲେ, ନୀରା, ବାପା ମା ତୁମର କାହାନ୍ତି? କୋଠରୀ ଦେଖାଦେଲେ ନୀରା। ବୃଦ୍ଧା ମାତାଙ୍କୁ ପ୍ରଣାମ ଜଣାଇଲେ କାଉଲ। ରୁଗ୍ଣ ପିତାଙ୍କ ପାଖରେ ଆସି ନ ହେଲେ କେତେକ ସମୟ ପାଇଁ। ଦେଖିଲେ ଦାରିଦ୍ର୍ୟ ଓ ତତ୍ ପରବର୍ତ୍ତୀ ଐଶ୍ୱର୍ଯ୍ୟ ସେମାନଙ୍କର ବ୍ୟକ୍ତିତ୍ୱକୁ ରୁଦ୍ଧ କରିଦେଇଛି। ଲକ୍ଷ୍ୟ କଲେ ଦାରିଦ୍ର୍ୟର ଦୁଃଖ, ଐଶ୍ୱର୍ଯ୍ୟ, ଲଜ୍ଜାର କ୍ଷତ ବିକ୍ଷତ ଦାଗ। ବୃଦ୍ଧା ମାତା କାଉଲକୁ କହିଲେ, ବାବା, ଏ ଅଭିଶପ୍ତ ଜୀବନ। ଏହାଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର। କିନ୍ତୁ ଜୀବନର ତ ଲୋଭ ଅଛି। ଗତ ବର୍ଷ ଧରି ଆମେ ଘରୁ ପାଖରୁ ବାହାରୁ ନାହୁଁ। କୌଣସି ବନ୍ଧୁ ବାନ୍ଧବଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଆମେ ଗଣିକାର ପିତାମାତା। କାଉଲ ଭାବିଲେ, ଲେଖକ, ଚିତ୍ରକର ଗଣିକାର ଇତିହାସ ଲେଖିଛନ୍ତି, କିନ୍ତୁ ସେମାନଙ୍କ ପିତାମାତା ଯେଉଁମାନେ ଅପମାନର ଅଗ୍ନିରେ ଅହରହ ଜ୍ୱାଳା ପାଉଛନ୍ତି, ସେମାନଙ୍କର ଦୁଃଖ ହେଉଛି ଆହୁରି ବାସ୍ତବ, ଆହୁରି ମର୍ମନ୍ତୁକ। ସେମାନଙ୍କ ଦୁଃଖର କୌଣସି ପ୍ରତିଦାନ ନାହିଁ, ମୃତ୍ୟୁତ୍ୱର ନାହିଁ।
କୋଠରୀ ଭିତରେ ଛିଡ଼ା ହୋଇ କାଉଲ ଦେଖୁଛନ୍ତି ଶିକାରୀର ସ୍ୱରବିଦ୍ଧ ଆସନ୍ନ ମୃତ ଦୁଇଟି କ୍ଷୁଦ୍ର ପକ୍ଷୀ। କୌଣସି ସାହାଯ୍ୟ ନାହିଁ, କିଛି ସମର୍ଥନ ନାହିଁ। ସମଗ୍ର ସଂସାରରେ ସେମାନେ ହୀନତମ। ଯନ୍ତ୍ରଣାରେ ଉତ୍କ୍ଷିପ୍ତ ହେଉଅଛି ଦୁଇଟି ପ୍ରାଣ। କିଛି ସମୟ ଅପେକ୍ଷା କରି ନିର୍ଗତ ହେଲେ କାଉଲ ସେ କୋଠରୀରୁ। ବାହାରେ ପରଦାର ପଛଆଡ଼େ ଦେଖିଲେ ଛିଡ଼ା ହୋଇଛନ୍ତି ନୀରା। ଆଖିରେ ଲୁହ ଭରିଯାଇଛି। କାକୁତି ମିନତ କରି କ୍ଷମା ଚାହିଁଲା ପରି ଅନାଉଛନ୍ତି କାଉଲକୁ। କାଉଲ ନୀରାଙ୍କ ଦୁଇଟି ହାତ ଧରି କହିଲେ, ନୀରା, ରତକୁ ଭବିଷ୍ୟତର ପଥକୁ ଝାପ୍ସା କରେ। ପାଦ ହେବ ଦୁର୍ବଳ, ସମ୍ଭବ ହେବ ନାହିଁ ପ୍ରଗତି। ଦୁଇଟି ଅବାଧ୍ୟ ଟୋପା କାଉଲଙ୍କ ହାତ ଉପରେ ପଡ଼ିଲା। ନୀରା ନିଜକୁ ସଂଯତ କରି ରହିପାରିଲା ନାହିଁ। ଆଶ୍ରୟ ନେଲେ କାଉଲଙ୍କ କୋଳରେ। ଲୁହର ଧାର ବହି ଯାଉଥାଏ। ନୀରା କହୁଥାନ୍ତି, କାଉଲ ସାହେବ, ଏ ନର୍କରୁ ମୁକ୍ତି ପାଇଲେ ନିଷ୍କୃତି ଚାହେଁ। ଏ ଜୀବନରେ ସୁଖ ସମ୍ଭୋଗ ବିଷୟରେ ଯାହା କହିଛି ସେ ସବୁ ମିଛ, ସବୁ ପ୍ରତାରଣା। ଜୀବନ ଅସହ୍ୟ ମନେ ହେଉଅଛି। ସହ୍ୟ ହେଉନାହିଁ ଏ ଅପମାନ, ଏ ଘୃଣା, ଏ ଜୀବନ। କିଛି କ୍ଷଣ ପରେ କାଉଲ ବିଚ୍ଛିନ୍ନ କଲେ ନୀରାଙ୍କୁ ନିଜ ଶରୀରରୁ। କହିଲେ, ନୀରା, କଳଙ୍କର କ୍ଷମା ଅଛି, କିନ୍ତୁ ଅସହାୟର କୌଣସି ପରିପୂରକ ନାହିଁ। ଛିଡ଼ା ହୋଇ ଶିଖ ନିଜ ଗୋଡ଼ରେ। ମୁକାବିଲା କର ଜଗତକୁ, ସଂସାରକୁ। ଲୁହ ପୋଛି ନୀରା ସ୍ଥିର ଭାବରେ ଛିଡ଼ା ହେଲେ। ଗ୍ରୀକ୍ ଦେଶର ପ୍ରସ୍ତର ମୂର୍ତ୍ତି ପରି। ବିଦାୟ ନେଲେ କାଉଲ। 2 ବର୍ଷ ପରେ ଫେରି ଆସିଲେ କାଉଲ ପୁଣି ସେ ସହରକୁ। ଉଡ଼ାଜାହାଜରୁ ଓହ୍ଲାଇ ହୋଟେଲରେ ପହଞ୍ଚି ସର୍ବପ୍ରଥମେ ଗଲେ ନୀରାଙ୍କ ଘରକୁ। ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି। ଆଲୋକ ସବୁ ଫୁଲର ମାଳ ପରି ସଡ଼କକୁ ସଜାଇ ଦେଇଛନ୍ତି। ଘର ଭିତରେ ପହଞ୍ଚି ଭେଟିଲେ ନୀରାଙ୍କୁ। ଦେଖିଲେ ସେ ରୂପର ମାଦକତା ନାହିଁ। ସେ ଚାହାଣୀରେ ଆଉ ନାହିଁ ଉଚ୍ଚାଙ୍ଗ ଇଙ୍ଗିତ। ଶାନ୍ତ ଶୁଭ୍ର ରୂପ ପ୍ରାଙ୍ଗଣରେ ତୁଳସୀ ଗଛ ପରି ପ୍ରସାଧନ ବିହୀନ ନୀରା। ବିଧବାର ଗୌରବରେ ଉଦ୍ଭାସିତ। କିଛି କ୍ଷଣ ଦୁହେଁ ଦୁହିଁଙ୍କୁ ଚାହିଁଲେ। ନୀରା କହିଲେ, କାଉଲ, ତୁମେ ମନୁଷ୍ୟ ନୁହଁ, ତୁମେ ମହାତ୍ମା। ନୀରା, ଏହାକୁ ତୁମେ ଲେଖ। ମୁଁ ପ୍ରଚାରପତ୍ର କରି ବାଣ୍ଟିବି। ଗୋଟିଏ ପରିଣାମ ନିର୍ଦ୍ଧାର୍ଯ୍ୟ। ତୁମେ ପୂର୍ଣ୍ଣ ପାଗଳ ବୋଲି ସାବ୍ୟସ୍ତ ହେବାରେ କିଛି ବାଧା ରହିବ ନାହିଁ। କାଉଲ ପଚାରିଲେ, ବାପା ମା କାହାନ୍ତି? ଯାଇଛନ୍ତି କାଳୀ ମନ୍ଦିରକୁ। ନୀରା କହିଲେ, କାଉଲ, ଜାଣେ ତୁମର ଧନର ହୁଏତ ଅଭାବ ନାହିଁ, କିନ୍ତୁ କାହିଁକି ବିଲୟ କଲ ତୁମର ଏତେ ଅର୍ଥ? କାହିଁକି ଏ ତ୍ୟାଗ? କାହିଁକି ବଞ୍ଚିତ କଲ ନିଜର ପରିବାରକୁ? କାଉଲ କହିଲେ, ନୀରା, ଜଗତରେ ମୁଁ ପିତୃମାତୃହାରା। ଭାବିଲି ଏ ଦୁଇ ଜଣଙ୍କ ଯନ୍ତ୍ରଣାର ଉପଶମ କରିବି। ତାଛଡ଼ା ଏ ଯେଉଁ ଅର୍ଥ, ଏହାର ଜନ୍ମ ମଧ୍ୟ କଳଙ୍କରୁ। ସେଦିନ ତୁମ ଘରୁ ଯାଇ ଅଫିସରେ ଗୋଟାଏ କଥାବାର୍ତ୍ତା ହେଲା, କଳାବଜାର କଥା, ଯାହା ମୋର ପ୍ରାପ୍ୟଠାରୁ ଅଶେଷ ଅଧିକ ଅର୍ଥ ପାଇଲି। ଭାବିଲି ଏହା ଉପରେ ଅଧିକାର ତୁମ ପିତାମାତାଙ୍କର, ତୁମର ବି। ସେଦିନ ସନ୍ଧ୍ୟାରେ ଖୁବ୍ ଅସ୍ୱସ୍ତି ଅନୁଭବ କରୁଥିଲେ କାଉଲ। ତାଙ୍କର ଆଖି ଆଗରେ ଦେଖାଯାଉଥିଲା ବୁଦ୍ଧ ରୁଗ୍ଣ ଦୁଇଟି ଅସହାୟ ଶରୀର। ଚେଷ୍ଟା କଲେ ସ୍ମରଣ କରିବା ପାଇଁ ନିଜର ପିତାମାତାକୁ। କୌଣସି ଚିତ୍ର ମନରେ ଧରିଲା ନାହିଁ। ଭାବିଲେ ଏହିପରି ହତାଶ ହୋଇ ବିଲୁପ୍ତ ହୋଇଥିଲେ ତାଙ୍କର ନିଜ ପିତାମାତା। ପିତାମାତା ପ୍ରତି ଜାଗ୍ରତ ଥିଲା କାଉଲଙ୍କ ମମତା। ସେ ସନ୍ଧ୍ୟାରେ ସମସ୍ତ ଉପାର୍ଜନର ଗୋଟିଏ ଅଂଶ ପଠାଇଲେ କାଉଲ ନୀରାର ପିତାମାତାଙ୍କ ଉଦ୍ଦେଶ୍ୟରେ। ଲେଖିଲେ, କାଉଲର ଏହା ହେଉଛି ତାର ପିତାମାତାଙ୍କ ପ୍ରତି ଅର୍ଘ୍ୟ, ପ୍ରଣାମୀ। ଏ ଅର୍ଥର ସାହାଯ୍ୟରେ ତାଙ୍କର ଭବିଷ୍ୟତ ଜୀବନ ବିତାଇ ଦେବେ ପାରିବେ। ନୀରାଙ୍କୁ ପଠାଇଲେ ଅନ୍ୟ ଏକ ଅଂଶ। ଲେଖିଲେ, ନୀରା, ଯଦି ଚାହଁ ଏହି ଅର୍ଥର ବିନିମୟରେ ତୁମେ ଫେରି ଆସିପାରିବ ତୁମର ପୂର୍ବ ଜୀବନକୁ, ଯାହା ଶୁଦ୍ଧ, ଯାହା ପବିତ୍ର ବୋଲି ମନେ କର। ନଚେତ୍ ଏହାକୁ ତୁମର ଅତୀତ ଜୀବନର ବର୍ଣ୍ଣନାର ପୁରସ୍କାର ସ୍ୱରୂପ ଗ୍ରହଣ କରିବ। ନୀରା ସ୍ଥାପନ କରିଛନ୍ତି ବିଦ୍ୟାଳୟ। ପତିତା ଗଣିକାର ଶିଶୁମାନଙ୍କ ଉଦ୍ଦେଶ୍ୟରେ। ନିଜର ଚେଷ୍ଟା, ଅନ୍ୟର ସାହାଯ୍ୟରେ ଗଢ଼ି ଉଠିଛି ଏ ଅନୁଷ୍ଠାନ। ଅର୍ଥର ଆଗମନ ବ୍ୟତୀତ ନୀରା ଫେରି ପାଇଛନ୍ତି ବିଲୁପ୍ତ ସମ୍ମାନର ବିଗତ ପ୍ରତିଷ୍ଠା। ନୀରା କହିଲେ, ତୁମର କି ରୀତି ଅଛି ଜାଣିନାହିଁ। ଆମର ଏଠି ମୁଣ୍ଡରେ ଟିପା ଦେଇ ପ୍ରଣାମ ଜଣାଇ ଅନ୍ୟକୁ ଭାଇ ବୋଲି ଗ୍ରହଣ କରାଯାଏ, ଅବଶ୍ୟ ଯଦି ସେ ଭାଇର ଆପତ୍ତି ନଥାଏ। କାଉଲଙ୍କ ମୁଣ୍ଡରେ ଟିପା ଦେଲେ ନୀରା। ପ୍ରଣାମ ଜଣାଇଲେ କାଉଲଙ୍କ ପାଦ ତଳେ। ନୀରାକୁ ଆଶୀର୍ବାଦ ଜଣାଇଲେ କାଉଲ। କଳକୁ ଟାଣିନେଲେ। କଳ ଭିତରେ ଶିଶୁଟି ପରି ଚାହୁଁଥାନ୍ତି ନୀରା କାଉଲଙ୍କ ମୁହଁକୁ। କାଉଲ ଦେଖିଲେ ନୀରାଙ୍କ ଏ ନୂତନ ରୂପ। ମମତାଭରା, କୋମଳ, ଶାନ୍ତ, ପବିତ୍ର ନାରୀତ୍ୱ।